ଆମର ସାଇକେଲ ଅଫ କମ୍युନିकेशन कम्युनिकेशन साइकिल केमती चले अगर सेंडर मैसेज सेंड करिवे द पर्सन हु इनिशिएट द मैसेज इज कॉल्ड द सेंडर जी के फॉर्मुलेट्स करिवो एनकोड करिवो ट्रांसमिट करिवो काहा को मैसेज माने कोन द इंफॉर्मेशन किबा तमरा आइडिया और थॉट दैट द सेंडर वांट्स टू कन्वे जोटा कि सेंडर କହିବାକୁ ଚାହୁଁଛି ସେ ଜିନିଷଟା ହେଲା ତମର ମେସେଜ ଯୋଉଟା କି ଗୋଟେ ମିଡିୟମ ଆଉ ଚ୍ୟାନେଲ ଥ୍ରୁରେ ରିସିଭର ପାଖରେ ପହଞ୍ଚେ ରିସିଭର କଣ ପିଲେ ରିସିଭର ମାନେ ଦ ପର୍ସନ ହୁ ରିସିଭ और इंटरप्रेट द मेसेज टाକୁ ଯିଏ ରିସିଭ କରୁଛି କି ଇଣ୍ଟରପ୍ରେଟ କରୁଛି ତାକୁ ଆମେ ରିସିଭର କହିବା ଫର୍ମୁଲେଟ କୁ ଏନକୋଡ କରିକି ଟ୍ରାନ୍ସମିଟ କରୁଛି ଥ୍ରୁ ପୁଣି ମେସେଜ ଗଲା ସେଣ୍ଡର ପାଖକୁ କଥାବାର୍ତ୍ତା ଆମେ ଏବେ ଯେମିତି କଥା ହଉଛେ ଧର ମୁଁ ତମକୁ ଗୋଟେ କଥା କହିଲି ତମକୁ କଣ ସେ କଥାଟା ଗୋଟେ ମେସେଜରେ ଗଲା ମେସେଜ ଗଲା ପରେ ତମେ ତାକୁ କଣ କରୁଛ ଏନକୋଡ କଲେ ତମେ ତାକୁ ଡିକୋଡ କରୁଛ ମତେ ମେସେଜ ଟା ପୁଣି ପଠଉଛ ତ ଆମ ଭିତରେ କଥୋପକଥନ ଯେମିତି ହଉଛି ସାଇକେଲ ଅଫ କମ୍ୟୁନିକେशन ସେମିତି ହିଁ ଚାଲେ ସେଣ୍ଡର ଗୋଟେ ମେସେଜ ଦିଏ ରିସିଭର କୁ ରିସିଭର ପୁଣି ସେ ମେସେଜ କୁ ସେଣ୍ଡର ପାଖକୁ ପହଞ୍ଚାଏ ତାକୁ କୁହନ୍ତି SMCR ମଡେଲ ମାନେ କଣ ସେଣ୍ଡର ମେସେଜ ଚ୍ୟାନେଲ ରିସିଭର ମଡେଲ ଓକେ ଯଦି ଏକ୍ସାମ ରେ ପଡିବ ତମର ହ୍ୱାଟ ଇଜ କମ୍ୟୁନିକେशन and explain the cycle of communication ଆଗ କମ୍ୟୁନିକେशन କଣ ଲେଖିବ କମ୍ୟୁନିକେସନରେ କଣ ଥାଏ ଲେଖିବ ସେଣ୍ଡର ଥାନ୍ତି ମେସେଜ ଥାଏ ଏନକୋଡିଂ ଥାଏ ଏନକୋଡିଂ ପରି ଚ୍ୟାନେଲ ଗୋଟେ ମିଡିୟମ ଯୋଉ ମିଡିୟମ ରେ ତମେ କଥାବାର୍ତ୍ତା ହଉଛ ସେଣ୍ଡର ମାନେ ହେଲା ଓଡିଆରେ ଜାଣିବା କହିବା ପ୍ରେଷକ ବା ପ୍ରେରକ ଯିଏ ବାର୍ତ୍ତାକୁ ଆରମ୍ଭ କରୁଛି ମେସେଜ ହେଲା ତମର ବାର୍ତ୍ତା ଯୋଉଟା କି ତମ ପ୍ରେରକ ଯୋଉ କଥାକୁ କହୁଛନ୍ତି ଏନକୋଡିଂ ମାନେ ସେ ଯୋଉ ସଂକେତ ହିସାବରେ ସେ କହୁଛନ୍ତି ତମକୁ ଶବ୍ଦ କି ଚିହ୍ନ କି କୌଣସି ଅଙ୍ଗଭଙ୍ଗୀ ଏଇ ସମୟରେ ଯୋଉ ଏନକୋଡ କରୁଛନ୍ତି ତାକୁ କୁହନ୍ତି ସଂକେତ ଆକାରରେ ତମକୁ ବୁଝାନ୍ତି ସିଏ ହେଲା ଏନକୋଡିଂ ଚ୍ୟାନେଲ ମାନେ କଣ ଗୋଟେ ମିଡିୟମ ଏଇ ମାଧ୍ୟମ ଦେଇକି କମ୍ୟୁନିକେशन ହଉଛି ମାନେ ବାର୍ତ୍ତା ପଠେଇବାର ଗୋଟେ ମାଧ୍ୟମ ଗୋଟେ ଉପାୟ ଯେମିତି କି କଥାରେ ହଉ ଲେଖାରେ ହଉ ତମର ଫୋନ ରେ ହଉ କି ଇମେଲ ରେ ହଉ ଏଇ ସବୁରେ କଣ ଏଇଟା ଗୋଟେ ଚ୍ୟାନେଲ ଏଇ ଚ୍ୟାନେଲ ଦେଇକି ଆମେ କଥାଟା ପଠଉଛେ ରିସିଭର ମାନେ ଗ୍ରାହକ ଯିଏ କଥାଟା ରିସିଭ କଲା ଯିଏ ବୁଝୁଛି ଯିଏ କଥାଟାକୁ ପାଉଛି ସିଏ ହେଲା ତମର ରିସିଭର ଡିକୋଡିଂ ମାନେ ଯିଏ ବାର୍ତ୍ତାଟାକୁ ବୁଝିଲା ମୁଁ ଗୋଟେ କଥା କହିଲି ସଂକେତ ଦେଇକି ତମକୁ ବୁଝେଇଲି ତମେ ତାକୁ ବୁଝିଲ ତମେ ଡିକୋଡ କଲ କଥାଟାକୁ ଫିଡବ୍ୟାକ ମାନେ ପ୍ରତିକ୍ରିୟା କଣ ଦେଲ ତମେ ତମ କଥାଟା ବୁଝିଲ ନା ବୁଝିଲନି ମୋ କଥାଟା ତମର ମାନେ ହୃଦୟସ୍ପର୍ଶୀ ହେଲା କି ହେଲାନି ଏଇ ସବୁ ଜିନିଷ ଫିଡବ୍ୟାକ ହିସାବରେ ଆମେ ପାଉ ନଏଜ ମାନେ ହେଲା ବାଧା ବ୍ୟାରିୟର ଏଇ ସବୁ ଜିନିଷରେ ଯିଏ ଆମର କଥାଟାକୁ ପ୍ରଭାବିତ କରେ ସିଏ ହେଲା ଆମର ନଏଜ ବା ବ୍ୟାରିୟର ଆମକୁ ଯୋଉଟା କି ବାଧା ଏଇ ସବୁ ହଉଛି ଟୋଟାଲ ତମର କମ୍ୟୁନିକେସନ ର ସାଇକେଲ ର କମ୍ୟୁନିକେସନ ରେ ଯାଏ ତ ୟାକୁ କୁହାହେଲା SMCR ମଡେଲ ତା ମାନେ ହେଲା ସେଣ୍ଡର ମେସେଜ ଚ୍ୟାନେଲ ରିସିଭର ମଡେଲ ओके क्लियर देन ଯିବା according to the model process of communication is incomplete without sender receiver message channel and feedback ତ ଏଇ ସବୁ ସାଇକେଲ ଟା କାହା ବିନା ଅଧୁରା ସେଣ୍ଡର ଯଦି ନଥିବ ମେସେଜ କିଏ ଦବ ମେସେଜ ଯଦି ନଥିବ ସେଣ୍ଡର କଣ କରିବ ରିସିଭର ହେଲା ମେସେଜ ହେଲା ଚ୍ୟାନେଲ ହେଲା ଫିଡବ୍ୟାକ ବା ପ୍ରତିକ୍ରିୟା ହେଲା ଏଇ ସବୁ SMCR ମଡେଲର ଗୋଟେ ତମର SMCR ମଡେଲର ଉପାଦାନ ଏଇ ସବୁ ବିନା ତମର ସାଇକେଲ ଟା କମ୍ପ୍ଲିଟ ହେଇପାରିବ ନାହିଁ ତ ଏବେ ଗୋଟେ ଗୋଟେ ଏଲାବୋରେଟଲି ଦେଖିବା କଣ କୁହାଯାଉଛି ସେଣ୍ଡର ମାନେ ମୁଁ ତମକୁ କହିଥିଲି ଯିଏ ବାର୍ତ୍ତାକୁ ଆରମ୍ଭ କରିବ ଯିଏ କମ୍ୟୁନିକେସନ ଷ୍ଟାର୍ଟ କରିବ ହେଲା he or she will be our sender the communication is initiated by sender ଆରମ୍ଭ ହୁଏ sender ଦ୍ଵାରା sender selects the channel of communication ସେ ଚାहे କୋଉ ଚ୍ୟାନେଲ ଦେଇକି ସେ କଥାଟା ଆରମ୍ଭ କରିବ ଇମେଲ ରେ କଥା ହବ କି କିଛି ହ୍ୱାଟସଆପ ରେ ମେସେଜ କରିବ ନା ଟେଲିଗ୍ରାମ ରେ ମେସେଜ କରିବ ନା ମେସେଜରେ ଟେକ୍ସଟ ମେସେଜ କରିବ ଏ ସବୁ କଣ ଚ୍ୟାନେଲ ତମର ଗଲା ତ ସେଣ୍ଡର ସିଲେକ୍ଟ କରିବ କୋଉ ଚ୍ୟାନେଲ ରେ ସେ କମ୍ୟୁନିକେସନ ଟା କରିବ which can be formal or informal formally ହେଇପାରେ କିମ୍ବା ଇନଫର୍ମାଲି ମଧ୍ୟ ହେଇପାରେ ଦେନ୍ 5 factors influence sender message communication skill କଣ ପାଞ୍ଚଟା ଫ୍ୟାକ୍ଟର ଅଛି ଯୋଉଟା କି ଆମକୁ କଣ କରୁଛି ଇନଫ୍ଲୁଏନ୍ସ କରୁଛି ସେଣ୍ଡର ମେସେଜ ଆଉ କମ୍ୟୁନିକେସନ ସ୍କିଲରେ ସିଏ ହେଲା କଣ ଦେଖ ସ୍କିଲ ଟୁ କମ୍ୟୁନିକେଟ ଲାଇକ ଆବିଲିଟି ଟୁ ରିଡ ରାଇଟ ଅର ସ୍ପିକ୍ ଏଇ ସବୁ ଜିନିଷ କଣ ତମେ କହିପାର ଯୋଉ ଚ୍ୟାନେଲରେ ତମେ କଥାଟାକୁ କହୁଛ ବା ଜାଣୁଛେ ତାକୁ କୁହାଗଲା କଣ କମ୍ୟୁନିକେସନ ସ୍କିଲ ସେଇ ଭିତରେ ଆମେ ଜଣଉଛେ ଲେଖ୍ୟା ମାଧ୍ୟମରେ କି ପଢା ମାଧ୍ୟମରେ
कि कोनोसी चैनल किबा मीडिया थ्रू रे ए थ्रू रे हम कहबा कि कम्युनिकेशन स्किल टाको प्रकाश करूचे। तो ए सब जिंस रे फर्स्ट आसला एटीट्यूड ऑफ द सेंडर, सेंडर रा एटीट्यूड, द एटीट्यूड टुवर्ड्स द ऑडियंस ऑफ ऑडियंस सब्जेक्ट एंड टुवर्ड्स वन सेल्फ लाइक स्टूडेंट एटीट्यूड टू लर्न। तमरो पढिबार केते इच्छा शक्ति अछि सेटा तमरो एटीट्यूड, एटीट्यूड ऑफ द सेंडर। ओके, नॉलेज ऑफ द सेंडर, सेंडर रा नॉलेज केते कोन अछि, सेंडर शुड बी नॉलेजेबल अबाउट द सब्जेक्ट और टॉपिक, सब्जेक्ट उपरे हो कि टॉपिक उपरे हो सेंडर टा जेमती नॉलेजेबल थिबो, ज्ञान बंटन करिवो, जने मेसेज सेंड करिवो ता माने से तो किछि ज्ञान रो अधिकारी हिथिबो दरकार ना नहीं। तो सेंडर शुड बी नॉलेजेबल अबाउट द सब्जेक्ट और टॉपिक, जो सब्जेक्ट से कहबाकू चाहूची कि जो टॉपिक से कहबाकू चाहूची सेही विषय जेमती से नॉलेजेबल थिबो। पोजीशन इन द सोशल सिस्टम, सोशल स्टेटस बिलीव एंड वैल्यूज ऑफ सेंडर, ए सब जिंस सेंडर जेमती हमें पोजीशन सब जानिथिबा दरकार। कल्चर कोन, कल्चर लाइक वैल्यूज बिलीव्स रिलीजियन एंड ए जनरल अंडरस्टैंडिंग ऑफ सोसाइटी, कम्युनिकेशन इज मोर इफेक्टिव बिटवीन पर्सन्स विथ सिमिलर कल्चर बैकग्राउंड। परस्पर परस्पर भितर हम कथा होचे तो हमें ए सब जिंस ध्यान रखिबा उचित। देन आसले रिसीवर, ये गला तमरा सेंडर उपरे, सेंडर जे वार्ता को आरंभ गला तार ई सब क्राइटेरिया रहिबा आवश्यक। देन रिसीवर तार कोन रहिबो, रिसीवर माने कोन, जे ग्राहक जे ग्रहण करूची मेसेज टे रिसीव करूची, द रिसीवर इंटरप्रेट्स एंड रिस्पोंड टू द मेसेज। मु जहा कहूची तमे हले रिसीवर, तमे कथाटा को सुनुचो, कथाटा को वार्ता माध्यम रे प्रकाश करूचो, कथा मु जहा इनकोड करूचो तमे ताको डिकोड करूचो। तो रिसीवर कोन करे ना, इंटरप्रेट्स करे आउ रिस्पोंड करे हम मेसेज को, सेंडर जो मेसेज देता है रिसीवर ताको रिस्पोंड करे। द थिंकिंग पैटर्न शुड बी इन द सिंक to that of the sender for the communication to be effective। एमती थिंकिंग पैटर्न रहबा दरकार कि जेमती से हम कथाटा को बुझी पारुथबो, बुझी पारी कि ठीक से डिकोड करि पारुथबो। रिसीवर नीड्स टू एक्सेप्ट द मैसेज ऑन 3 लेवल, कोन कोन, गोटे कॉग्निटिव लेवल जोटा कि हमर मस्तिष्क रिलेटेड माइंड रिलेटेड कथा तमर पढ़ा हबो, ई जो चैप्टर चाइल्ड डेवलपमेंट रे कॉग्निटिव ऊपर तमे भल से धारणा पाई जिवो, फर्स्ट सेमेस्टर रे अछि चाइल्ड डेवलपमेंट रे पढ़िबो भल से। कॉग्निटिव लेवल कोन, टू डिकोड एंड अंडरस्टैंड द मैसेज प्रॉपर्ली, प्रॉपर्ली तमे ताको बुझी पारुथबो, तमर बुद्धि थिबा दरकार, ताको डिकोड करि पारुथबो, बुझी पारुथबो मैसेज टाको प्रॉपर्ली। अफेक्टिव लेवल आ गोटे हला every action level, good affective level कोन, the message is not only true but good, एमती नहीं कि पूरा सत्य थिबो, अर्थात एमती ठीक थिबो, सुहौथिबो समस्तଙ୍କୁ, सेमती इफेक्टिव लेवल ले सी रहिथिबा दरकार। एवरी एक्शन लेवल कोन, टू पुट द मैसेज इनटू एक्शन, ताको तमे एक्शन ले पुट करि परथो। देन आसला फीडबैक, फीडबैक हला पिले तमरो प्रतिक्रिया, प्रतिक्रिया माने ग्राहकंको उत्तर कि वार्ता तमे बुझिलो ना नाही, कथाटा को तमे इंटरप्रेट करि पारलो ना नाही, जो जिंसरा तुमको पढेइली तमे बुझी पारिलो ना नाही, सेटा हला फीडबैक। ओके, तो इट tell about how effective communication is and whether understanding has been achieved or not। सेटा तमे बुझी पारिचो, विषयटा को तमे भल भाबरे बुझी पारिचो ना नाही, इफेक्टिवली कम्युनिकेशन टा हेइछ ना नाही, सी हला तमरो फीडबैक, प्रतिक्रिया। फीडबैक इज द चेक अबाउट हाउ सक्सेसफुल द ट्रांसफरिंग ऑफ मैसेज इज, एटा गोटे चेक करा जाए केते भल भाबरे ट्रांसफर हेइछ मैसेज टा, भल भाबरे तमे जानि पारिचो ना नाही, ताको हला फीडबैक हुआ गला। देन असला चैनल, चैनल कहले तुमको कोन माध्यम मीडियम जो ठीक है तुम वार्ताटा पठौच, जेमती कि कथारे हो, एबे जेमती हमें गूगल मीट थ्रू रे सॉरी जूम थ्रू रे हमें मो से जूम चैनल थ्रू रे तुम मानको पाठ पढौची, जेमती कथा हला, लेखा हला, फोन हला, ईमेल हला, ए सब जिंस हला माध्यम किबा चैनल। तो चैनल इज द मीडियम थ्रू विच मेसेज ट्रावेल्स, मेसेज जो दे कि जीवो, वार्ता जोठी पठा जीवो, से माध्यम हला चैनल। इफेक्टिव कम्युनिकेशन डिपेंड्स ऑन प्रॉपर सिलेक्शन ऑफ चैनल, जोठी तमे इफेक्टिवली कम्युनिकेशन करि परिबो सेति में तुमको प्रॉपर चैनल चूज करबा को पड़िबो। देयर आर टू टाइप्स ऑफ चैनल, गोटे सेंसरी चैनल और गोटे इंस्टीट्यूशनलाइज्ड चैनल। तो सेंसरी चैनल कौन पिले, बेस्ड ऑन 5 सेंसर्स, जेमते हला साइट, तमरा पंच इंद्रिय जानिचो, साइट, साउंड, टच, स्मेल एंड टेस्ट, ये हला तमरा सेंसरी चैनल इंद्रिय वाला। देन इंस्टीट्यूशनलाइज्ड चैनल कौन, फेस टू फेस कन्वर्सेशन, प्रिंटेड मटेरियल, इलेक्ट्रॉनिक मीडिया, ई सब हला तमरा इंस्टीट्यूट देकी चैनलाइजेशन हला, कथारे चैनल हला।
तो एई दिटा जिनस हला तमरो चैनल रे गला दी प्रकार रो याको तमे जानलो। देन असला मेसेज। मेसेज कोन? मेसेज माने हला तमे जो वार्ता पठौचो ताको कहंती मेसेज। ओके, जो जोटा सेंडर सेंड करे, प्रेरक जोटा के कहबाकू चाहंती ताको कहंती तमरो मेसेज। तो ए message is the substance that is being sent by the sender to the receiver. It might be in the form of voice, audio, text, video or other media. ଯେକୌଣସି ଥ୍ରୁରେ ମେସେଜ ରେ କଣ ତ ମୋର କଥା ଅଡିଓ ରେ କହୁଛି ତମକୁ, ତମେ ଶୁଣୁଛ ତ ଭଏସ ମୋର ଯାଉଛି ତମକୁ। ଟେକ୍ସଟ ଯଦି ନା କିଛି ଗୋଟେ ମେସେଜ ମୁଁ ଲେଖିବି ତ ଟେକ୍ସଟ ରେ ଗଲା। ଯଦି ମୁଁ ଭିଡିଓ ଅନ୍ କରିକି ତମକୁ କିଛି ଭିଡିଓ ଦେଖେଇବି କି କିଛି ଗୋଟେ ଏବେ ଧର ସ୍ଲାଇଡ ଶୋ କରିକି କି ତମକୁ ଭିଡିଓ ଦେଖେଇବି, ଦେନ୍ ତମେ ଭିଡିଓ ଦେଖୁଛ। ଅଦର ମିଡିଆ ମାନେ ଅନ୍ୟ କୌଣସି ମିଡିଆ ଦେଇକି ମେସେଜ ଯାଉଛି, ତ ଏସବୁ ହେଲା ମେସେଜ। ଫର୍ମସ୍ ଅଫ ମେସେଜ ଆର୍ ସ୍ପିଚ, ରାଇଟିଂ, ପେଣ୍ଟିଂସ୍, ମୁଭମେଣ୍ଟ ଅଫ ଆର୍ମସ୍, ଏକ୍ସପ୍ରେସନ୍ସ, ଏଇସବୁ। ତ ମେସେଜ ର ଫର୍ମସ୍ ହେଲା କଣ? ତମେ ସ୍ପିଚ ଦେଇକି ହଉ, ରାଇଟିଂ କରିକି ହଉ, କହିକି ହଉ, ଲେଖିକି ହଉ, ପେଣ୍ଟିଂ ଥ୍ରୁରେ ହଉ, ହେଲା ହାତ ହାତ ପୁରା ମାନେ ଆର୍ମ ମୁଭମେଣ୍ଟ କରିକି ପଢେଇବା ହଉ, ଏକ୍ସପ୍ରେସନ ଦେଇକି ହଉ, ଏଇ ସବୁ ଜିନିଷ ମେସେଜ ର ମାନେ। ମେସେଜ ହେଲା କଣ? ବାର୍ତ୍ତା। The key factor affecting the message are content. The whole message from beginning to end is the content. Content ରହିବା ଦରକାର। Okay, treatment, arrangement of the content, content को arrangement କରି ପାରୁଥିବା ଦରକାର ଠିକ ସେ। attitude, attitude towards ourselves, our confidence in class, ଆମର confidence level କେତେ ଅଛି। attitude towards subject matter, subject matter को देखिए ଆମ attitude କେତେ ଅଛି। teachers knowledge on subject, ଏଇ ସବୁ। କାରଣ ସିଏ ମେସେଜ ଟା ସେଣ୍ଡ କରିବେ ନା, ମେସେଜ ଦେବେ, ତ ତାଙ୍କର attitude ମଧ୍ୟ subject matter ରେ ଭଲ ଥିବା ଦରକାର। attitude towards receiver, receiver ର attitude ଭଲ ଥିବା ଦରକାର। attitude towards student in class, ଆମର ଷ୍ଟୁଡେଣ୍ଟ ମାନଙ୍କ ସହିତ attitude ଭଲ ଥିବା ଦରକାର। ଲୋକ ପଢେଇବେ ସେ ବି knowledgeable ହେଇଥିବା ଦରକାର, ତାଙ୍କ attitude good ଥିବା ଦରକାର। attitude toward ourselves, ଆମ confidence class ରେ ଭଲ ଥିବା ଦରକାର। ଏଇ ସବୁ ତମର ଗଲା ମେସେଜ। ଦେନ୍ ଆସିବ ଆମର ବ୍ୟାରିୟର। ବ୍ୟାରିୟର ଅଫ କମ୍ୟୁନିକେସନ କଣ? କମ୍ୟୁନିକେସନ କୁ କିଏ ବାଧା ଦେଲା, ଯିଏ ବାଧା ଦେଲା ସିଏ ହେଲା ବ୍ୟାରିୟର। ହେଲା ତ ବ୍ୟାରିୟର ଅଫ କମ୍ୟୁନିକେସନ ମାନେ obstacles, obstacles that interrupt the flow of information between sender and receiver is called your barrier of communications. ବ୍ୟାରିୟର କଣ କରେ? ରିଡ୍ୟୁସ କରିଦିଏ କ୍ଲାରିଟି କୁ, ଅଣ୍ଡରଷ୍ଟାଣ୍ଡିଙ୍ଗ କୁ ରିଡ୍ୟୁସ କରିଦିଏ। ତମେ ବୁଝିପାରିବନି ଠିକ ସେ କଥାଟା। ଏଇନା ମୁଁ ଧର ତମେ ଏଇଠି ମୋବାଇଲ ଏଇଠି ରଖିଦେବି, ଯାଇକି 25 କିଲୋମିଟର ଦୂରରେ ତମକୁ ପଢେଇବି, ତମେ କିଛି ଶୁଣିପାରିବ କି? ଶୁଣିପାରିବନି। ତ ଏଇଟା ଗୋଟେ ବାଧା ହେଲା ଆମର ପାଠ ପଢାରେ। ମାନେ ମୁହାଁମୁହିଁ କଥା ହଉଥିବ, ତମେ ଗୋଟେ ଜାଗାରେ ଥିବ, ମୁଁ ତମଠୁ 10 କିଲୋମିଟର ଦୂରରେ ଥିବି, ତମକୁ କଣ ହୁଏ? ମୋ କଥା ଶୁଭିବ। ତ ଏଇ ସବୁ ଜିନିଷ ବାଧା ଦେଲା। ଆମର କମ୍ୟୁନିକେସନ କୁ ଯିଏ ବାଧା ଦେଲା, ଅବଷ୍ଟାକଲ କଲା, ସିଏ ହେଲା ଆମର କମ୍ୟୁନିକେସନାଲ ବ୍ୟାରିୟର। ତ ବ୍ୟାରିୟର ଅଫ କମ୍ୟୁନିକେସନ ମାନେ ଅବଷ୍ଟାକଲ୍ସ ଯୋଉଗୁଡା କି ଇଣ୍ଟରପ୍ଟ କରିବେ ଆମର ଫ୍ଲୋ ଅଫ କମ୍ୟୁନିକେସନ କୁ ବିଟୱିନ ହୁ ହୁମ୍ ସେଣ୍ଡର ଆଉ ରିସିଭର, ଏଇ ଦି ଜଣଙ୍କ ଭିତରେ ଯିଏ କମ୍ୟୁନିକେସନ ରେ ବାଧା କଲା ସିଏ ଆମର ବ୍ୟାରିୟର ହେଲା, ହିଣ୍ଡର ହେଲା। ଓକେ, ଦିସ୍ ବ୍ୟାରିୟର ରିଡ୍ୟୁସ କ୍ଲାରିଟି, ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ଇଫେକ୍ଟିଭନେସ ଅଫ କମ୍ୟୁନିକେସନ। ତ କଣ ବ୍ୟାରିୟର ଅଛି ପିଲେ? ଆମର 5ଟା ବ୍ୟାରିୟର ତମର ବୁକ୍ ରେ ଦେଇଛି। ଗୋଟେ ହେଲା ଫିଜିକାଲ ବ୍ୟାରିୟର, ଦେନ୍ ଆସିଲା ଲାଙ୍ଗୁଏଜ ବ୍ୟାରିୟର, ଦେନ୍ ଆସିଲା ସାଇକୋଲୋଜିକାଲ ବ୍ୟାରିୟର, ଦେନ୍ ଆସିଲା ବ୍ୟାକଗ୍ରାଉଣ୍ଡ ବ୍ୟାରିୟର, ଦେନ୍ ଆସିଲା ଅର୍ଗାନାଇଜେସନ ବ୍ୟାରିୟର। ଏଇ ସବୁକୁ ଆମେ ଭଲ ଭାବରେ ପଢିବା, ଡିଟେଲ ଯିବା। ତ ଫିଜିକାଲ ବ୍ୟାରିୟର ମାନେ କଣ ନା, ତମକୁ ଟିକେ କହିଦଉଛି। ଫିଜିକାଲ ବ୍ୟାରିୟର ମାନେ ଯାହା ତମକୁ ଫିଜିକାଲି ତମକୁ ବାଧା ଦେଲା, ଅବଷ୍ଟାକଲ ଦେଲା। ଶବ୍ଦ ହେଲା, ନଏଜ ହେଲା। ଏଇନା ଆମେ ପାଠ ପଢୁଛେ, ଗୋଟେ ବରଯାତ୍ରୀ ଯିବ, ଆମେ ପଢିପାରିବା କି? ତ ଶବ୍ଦ ହେଲା ଗୋଟେ, ନଏଜ ହେଲା ଗୋଟେ ବ୍ୟାରିୟର। ଦୂରତା ହେଲା, ତମେ ମୋଠୁ ଡିଷ୍ଟାନ୍ସ ରେ ଅଛ, ତମକୁ ମୋ କଥା ଶୁଭିବନି। ହେଲା କି କିଛି ଗୋଟେ ଖରାପ ଉପକରଣ ଆମେ ୟୁଜ କରୁଛେ, କି ଆମ ଇଣ୍ଟରନେଟ ନାହିଁ, ଏଇ ସବୁ ଜିନିଷ ଭୌତିକ ବାଧା ବା ଫିଜିକାଲ ବ୍ୟାରିୟରରେ ଯାଏ। ସାଇକୋଲୋଜିକାଲ ବ୍ୟାରିୟର ମାନେ କଣ ପିଲେ? ସାଇକୋଲୋଜିକାଲ ବ୍ୟାରିୟର ଯଦି ଆମେ କହିବା, ଦେନ ଆମେ କହିବା କି ମାନସିକ ବାଧା ଯୋଉଗୁଡାକ। ରାଗ ଲାଗିଲା, ତମକୁ ମାନେ ଇଚ୍ଛା ନାହିଁ ପଢିବା ପାଇଁ, ତମକୁ କହୁଛ କାହିଁ ଏ ମ୍ୟାମ ଟା କେଚେ କେଚେ ହଉଛି, ଆମକୁ ଇଚ୍ଛା ନାହିଁ ପଢିବା ପାଇଁ, କାହିଁ ଗୋଟେ ରାତି 9ଟାରେ 8ଟାରେ ପଳେଇ ଆସୁଛି ପଢିବା ପାଇଁ। ତ ତମର ଗୋଟେ ଇଚ୍ଛା ନାହିଁ, ଚିଡଚିଡ ହଉଛ, ତ ତମର ପାଠ ପଢିବାରେ ବାଧା ହେଲା। ଆଳସ୍ୟ ହେଲା, ଇଚ୍ଛା ହଉନି, ଏବେ କମ୍ବଳ ତଳେ ସବୁ ପଶିଥିବ, ଅଳସୁଆ ହଉଥିବ, ପଢୁନଥିବ। ଏପଟେ ମୁଁ ପଢଉଛି, ତମେ ସେପଟେ ଅଲଗା ଜିନିଷ ଦେଖୁଥିବ। ତ ସେଇ ସବୁ ଜିନିଷ କଣ, ଆଳସ୍ୟ ଟା ବି ଗୋଟେ ବାଧା ଦେଲା ତମକୁ। ହେଲା, କିଛି ଗୋଟେ ନେଗେଟିଭ ଥଟ ଆସିଲା ମନରେ, କାହାର ନା ମନ ଦୁଃଖ ଅଛି, କାହାକୁ ନା ଜର ହେଇଛି, ଥଣ୍ଡା ହେଇଛି, ଇଚ୍ଛା ହଉନି ପଢିବା ପାଇଁ,
ତ ବାଧ୍ୟ ହେଇକି ଆସିଛ ପଢିବା ପାଇଁ, ତ ସେଇ ସବୁ ଜିନିଷ ନା କଣ ପିଲେ ତମର ମାନସିକ ବାଧା ବା ତାକୁ କୁହନ୍ତି ସାଇକୋଲୋଜିକାଲ ବ୍ୟାରିୟର। ଲାଙ୍ଗୁଏଜ ବାଧା କଣ? ଲାଙ୍ଗୁଏଜ ର ବ୍ୟାରିୟର କଣ? ଯଦି କିଛି ଗୋଟେ କଠିନ ଶବ୍ଦ ଏଠି ଆମେ ଡିସ୍କସନ କରିବା କି କିଛି ଗୋଟେ ମାନେ ଭୁଲ ବୁଝି ପାରୁନଥିବ, ଟେକ୍ନୋଲୋଜିକାଲି କିଛି ଇଣ୍ଟରପ୍ଟ ହଉଥିବ, ଲାଙ୍ଗୁଏଜ ଆଡିକ୍ୱାସି ହଉଥିବ, ସେ ହେଲା ଲାଙ୍ଗୁଏଜ ବାଧା। ମାନେ ତମର ଭାଷା ଜନିତ ବାଧା, ଖରାପ ଯଦି ବ୍ୟାକରଣ ଭୁଲ କରିଦଉଥିବି କି ଗୋଟେ ମୁଁ ନା ଗୋଟେ ଫରେନ ଇଂଲିଶ ରେ ତମକୁ ଉଡେଇ ଉଡେଇକି ପଢେଇବି, ତମେ ବୁଝିପାରିବନି, ତମେ ମାନେ ଖରାପ ଲାଗିବ ତମକୁ, ଗୋଟେ ଉଚ୍ଚାରଣ ଖରାପ ହବ କି ଖରାପ ଗ୍ରାମାଟିକାଲି ଏରର ରହିଲା କି କିଛି ଗୋଟେ ହାର୍ଡ ୱାର୍ଡ ମୁଁ ନେଇଗଲି, ସେ ସବୁ ଜିନିଷ କଣ ଲାଙ୍ଗୁଏଜ ବ୍ୟାରିୟର ଦିଏ ପିଲେ। ତମେ ନା କଣ, ତମେ ନା ଆନ୍ଧ୍ରପ୍ରଦେଶ ଯିବ ଏକ୍ସାମ ଦବା ପାଇଁ, ସେମାନେ ତେଲୁଗୁ କହିବେ, ସେମାନେ ତେଲୁଗୁ କିମ୍ବା ଇଂଲିଶ କହିବେ, ହିନ୍ଦୀ ବି ବୁଝନ୍ତିନି, ତ ତମକୁ କଣ ସେମାନେ ତେଲୁଗୁରେ କହିବେ, ତମେ ତାଙ୍କୁ ଓଡିଆରେ କିଛି ଗୋଟେ କହୁଥିବ, ତ ସେଠି ହେଲା ଲାଙ୍ଗୁଏଜ ବାଧା ହେଲା, ଭାଷା ଜନିତ ବାଧା ହେଲା, ଲାଙ୍ଗୁଏଜ ବ୍ୟାରିୟର ସେଠି ଆସିଲା ହେଲା। ଦେନ୍ ଆସିଲା ତମର ବ୍ୟାକଗ୍ରାଉଣ୍ଡ ବ୍ୟାରିୟର। ବ୍ୟାକଗ୍ରାଉଣ୍ଡ ବ୍ୟାରିୟର ମାନେ କଣ, ତାକୁ ଆମେ କହିବା କି କଲଚରାଲ ବ୍ୟାରିୟର ବି କହିପାରିବା। ବିଭିନ୍ନ ସଂସ୍କୃତି, ବିଭିନ୍ନ ଆଚରଣ, ବିଭିନ୍ନ ପ୍ରଥା ପରମ୍ପରା, ଏଇ ସବୁ ବ୍ୟାକଗ୍ରାଉଣ୍ଡ ବ୍ୟାରିୟର ହେଲା। ଏଇ ସବୁ ଜିନିଷ ବ୍ୟାକଗ୍ରାଉଣ୍ଡ ବ୍ୟାରିୟର ଯାଏ। ଅର୍ଗାନାଇଜେସନାଲ ବ୍ୟାରିୟର କଣ ନା, ଧର କିଛି ଗୋଟେ କଠୋର ନିୟମ ଦିଆଗଲା ଅର୍ଗାନାଇଜେସନ କି ଇନଷ୍ଟିଟ୍ୟୁସନ ରେ, ତମକୁ କିଛି ଗୋଟେ କଠୋର ନିୟମ ଦିଆଗଲା କି କିଛି ଗୋଟେ ଅହଙ୍କାର ଦେଖାଗଲା, ଆଟିଟ୍ୟୁଡ ଦେଖାଗଲା, ଏଇ ସବୁ ଜିନିଷ ବ୍ୟକ୍ତିଗତ ବାଧା ହେଲା। କି ତମର କଠୋର ନିୟମ ସଠିକ ଚ୍ୟାନେଲର ବ୍ୟବହାର ହେଲାନି, ପ୍ରପର ଚ୍ୟାନେଲ ଥ୍ରୁରେ ଗଲନି, ତ ଏସବୁ ଅର୍ଗାନାଇଜେସନାଲ ମାନେ କଣ, ସଂଗଠନାତ୍ମକ ବ୍ୟାରିୟର ଯୋଉ କୁହନ୍ତି, ଏଇ ସବୁ ଜିନିଷ ତମର ବ୍ୟାରିୟର ରେ ଯାଏ। ତ ଗୋଟେ ଗୋଟେ କରିକି ଆମେ ଦେଖିବା। ପ୍ରଥମେ ତମର ଅଛି ଫିଜିକାଲ ବ୍ୟାରିୟରରେ ଏନଭାୟରନମେଣ୍ଟ ଆସୁଛି, ନଏଜ ଆସୁଛି, ଏ ସବୁ ଜିନିଷ ଫିଜିକାଲ ବ୍ୟାରିୟରରେ ଆସୁଛି। ତ ଫିଜିକାଲ ବ୍ୟାରିୟରରେ ନଏଜ ଆସିବ, ତମର ମୁଁ ଆଉ କଣ କହିଥିଲି, ଗୋଟେ ଡିଷ୍ଟାନ୍ସ ଆସିବ ହେଲା, ଫଲ୍ଟି ଇକୁଇପମେଣ୍ଟ ଆସିବ, କାରଣ ମାଇକ୍ ଆଉ ଫୋନ କିଛି ଏଇନା ଧର କାମ କରୁନି, ଏଇନା ମୁଁ ତମକୁ ଧର ପଢଉଛି, ତମକୁ ମୋ କଥା ଶୁଭୁନି, ମାଇକ୍ ପ୍ରୋବ୍ଲେମ ଅଛି ହେଲା, ପୁଅର ଲାଇଟିଂ କି ପୁଅର ଭେଣ୍ଟିଲେସନ ଅଛି। ଆମେ ଧର କ୍ଲାସ ରୁମ ରେ ପଢଉଛେ, ଫିଜିକାଲ କ୍ଲାସ ରେ, ଏବେ ସିନା ଭର୍ଚୁଆଲି ଆମେ ପଢୁଛେ, ଯଦି ଫିଜିକାଲି କ୍ଲାସ ରୁମ ଫିଜିକାଲ କ୍ଲାସ ହଉଥାନ୍ତା, ଦେନ ଧର ଲାଇଟ ଗୋଟେ ରୁମ କୁ ଆସୁନି କି ଭଲ ପ୍ରପର ଭେଣ୍ଟିଲେସନ ହଉନି, ତ ସେଠି ବି ପାଠ ପଢାରେ ବାଧା ସୃଷ୍ଟି କରିବ କି ନାଇଁ। ତ ଏସବୁ ଫିଜିକାଲ ବ୍ୟାରିୟରରେ ଗଲା। ତ ଏନଭାୟରନମେଣ୍ଟ କଣ, ଦ ଏନଭାୟରନମେଣ୍ଟ ୱେର କମ୍ୟୁନିକେସନ ଇଜ ଟେକିଂ ପ୍ଲେସ ଲାଇକ ଦ ଆଟମୋସ୍ଫିୟର, ମାନେ କୋଡିଆଲିଟି, ଟେମ୍ପରେଚର, ଏଇ ସବୁ ଜିନିଷ ଏନଭାୟରନମେଣ୍ଟ ରେ ଗଲା। ତ ଯଦି ଆଟମୋସ୍ଫିୟର ବାଧା ଦେଲା, ବାତ୍ୟା ବନ୍ୟା ଝଡ ହେଲା, ତମେ ସେ ସମୟରେ କେମିତି ପଢିବ, କିଛି ଗୋଟେ ଟେମ୍ପରେଚର ଫ୍ଲକ୍ଚୁଏଟ କଲା, ବହୁତ ଗରମ କରୁଛି, ପଢି ପାରୁନ, ଏ ସବୁ ଏନଭାୟରନମେଣ୍ଟ ବ୍ୟାରିୟର, ଫିଜିକାଲ ବ୍ୟାରିୟର ତମର ଯାଏ। ନଏଜ କଣ, disturbance that disrupts communication resulting in lack of clarity is called noise. ନଏଜ ମାନେ ଜାଣିଛ, କୋଳାହଳ ହେଲେ ତମେ ପଢି ପାରିବନି, ଏଇନା ଗୋଟେ ବରଯାତ୍ରୀ ବାଜା ପ୍ରୋସେସନ ଯିବ, ତମେ ପଢି ପାରିବନି। ତ ତ ବିଭିନ୍ନ ପ୍ରକାର ନଏଜ ଅଛି ପିଲେ, ଗୋଟେ ରାଇଟିଂ ନଏଜ ଅଛି, ଭିଜୁଆଲ ନଏଜ ଅଛି, ଫିଜିକାଲ ନଏଜ ଅଛି, ସେମାଣ୍ଟିକ ନଏଜ ଅଛି, ଏ ସବୁ ଅଛି। ରାଇଟିଂ ନଏଜ କଣ ବା ରାଇଟର ନଏଜ କଣ, ଯଦି ତମ କିଛି ଗୋଟେ ଅନସିଷ୍ଟମାଟିକ ରାଇଟିଂ ରହିଲା ଲିଡ୍ସ ଟୁ କନଫ୍ୟୁଜନ। ଏବେ ଅକ୍ଷର କ୍ଲିୟର ଅଛି, ତମେ ପଢି ପାରୁଛ, ଯଦି ଗାଜିଆ ମାଜିଆ କରିକି ଲେଖା ହେଇଥାନ୍ତା, ତମେ ବୁଝି ପାରିନଥାନ୍ତ, ତ ତମର ରାଇଟିଂ ନଏଜ ହେଇଥାନ୍ତା। ଯୋଉ ଜିନିଷ ତମେ ପଢି ପାରୁନ, ତମକୁ ପଢାରେ ବାଧା ଦଉଛି, ତାକୁ ରାଇଟର ନଏଜ କହିବା, ରାଇଟିଂ ନଏଜ କହିବା। ଓକେ, ଭିଜୁଆଲ ନଏଜ କଣ, ଟାଇମ ଲାଗ ବିଟୱିନ ସେଣ୍ଡର ଆଣ୍ଡ ରିସିଭର, ଯଦି ଟାଇମ ଲାଗ ରହୁଥିବ ସେଣ୍ଡର ଆଉ ରିସିଭର ଭିତରେ, ସେଟା ଭିଜୁଆଲ ବ୍ୟାରିୟର ଗଲା। ଫିଜିକାଲ ନଏଜ କଣ, ନଏଜ ଦ୍ୟାଟ ଫିଜିକାଲି disrupts communication like ଲାଉଡ ସ୍ପିକର, କହିଲି ନା, ଏଠି ଯଦି ଡିଜେ ଯିବ, ପ୍ରସେସନ ଯିବ, ବାରାତ ଯିବ, କିଛି ଗୋଟେ ନଏଜ ହବ, ତ ତମେ ଫିଜିକାଲି ପଢି ପାରିବନି, ତ ଫିଜିକାଲ ନଏଜ ତାକୁ କୁହାଗଲା। ଦେନ୍ ସେମାଣ୍ଟିକ ନଏଜ କଣ, ଡିଫରେଣ୍ଟ ଇଣ୍ଟରପ୍ରିଟେସନ୍ସ ଅଫ ମିନିଂ ଆଣ୍ଡ ସେମ୍ ୱାର୍ଡ, ବିଭିନ୍ନ ଜିନିଷର ସେମ୍ ୱାର୍ଡ ର ଡିଫରେଣ୍ଟ ଡିଫରେଣ୍ଟ ମିନିଂ ଅଛି, ମାନେ ଡିଫରେଣ୍ଟ ମିନିଂ ରେ କହିବି, ତମେ ସେଇ ୱାର୍ଡ ଭାବିକି ତାକୁ ଭୁଲରେ ପଡିଯିବ, ତ ସେମାଣ୍ଟିକ ନଏଜ ତାକୁ କୁହାଯାଏ। ସିଣ୍ଟାକ୍ଟିକାଲ ନଏଜ କଣ, ମିଷ୍ଟେକ୍ ଇନ ଗ୍ରାମର କଜେସ୍ କନଫ୍ୟୁଜନ, ଏଇନା କହିବି ମୁଁ ଭାତ ଖାଇଲା, କି କହିବି ସେମାନେ ଗଲା, କି ସେ ଆସିଲି, ଏମିତି ଯଦି କହିବି, ଯେ ସିଣ୍ଟାକ୍ଟିକାଲ ନଏଜ ତାକୁ କୁହନ୍ତି, ତମେ ବୁଝିପାରିବନି କି ମୁଁ କଣ ଏମିତି ଗ୍ରାମର ୟୁଜ କରି କଥା କହିଲା ହେଲା। ଅର୍ଗାନାଇଜେସନାଲ ନଏଜ ଗୋଟେ ଅଛି, ଦିଜ ଆର୍ ପୁଅରଲି ଷ୍ଟ୍ରକ୍ଚର କମ୍ୟୁନିକେସନ ଅର୍ ଅନକ୍ଲିୟର ଡିରେକ୍ସନ। ସବୁ କଠୋର, ଯଦି କିଛି ଗୋଟେ ଡିସିପ୍ଲିନ ବେଶୀ ରଖା ହେଇଯିବ, ବେଶୀ ସେମାନଙ୍କୁ କଠୋରତା କରାଯିବ, ଦେନ ଅର୍ଗାନାଇଜେସନାଲ ନଏଜ ହବ ସେଠି। କଲଚରାଲ ନଏଜ କଣ, stereotypical consumption causes misunderstanding, ତାକୁ କୁହନ୍ତି କଣ, ତମର କଲଚରାଲ ନଏଜ ତାକୁ କୁହନ୍ତି, ଯୋଉଟା କି ଆମେ କହିବା କି କଣ, ସାମ୍ପ୍ରଦାୟିକ ବାଧା କହିପାରିବା, ବିଭିନ୍ନ ସଂସ୍କୃତି, ବିଭିନ୍ନ ପ୍ରଥା, ବିଭିନ୍ନ ପରମ୍ପରା, ବିଭିନ୍ନ ଆଚରଣ ଶୈଳୀ, ଏସବୁରେ କଲଚରାଲ ନଏଜ ଦେଖାଯାଏ ହେଲା। ଷ୍ଟେରିଓଟିପିକାଲ ଆଜମ୍ପସନ ଯୋଉଟା କି ଆମେ କହୁଛେ। ସାଇକୋଲୋଜିକାଲ ନଏଜ କଣ, ସାଇକୋଲୋଜିକାଲି ଯୋଉଟା କି ତମେ ମାନସିକ ମାନସିକ ବାଧା
ରାଗ ଅଛି, ମନରେ ପାଠ ମାନେ ମନ ନାହିଁ ପାଠ ପଢିବା ପାଇଁ, ଏଇ ସବୁ ଜିନିଷ ତମର ସାଇକୋଲୋଜିକାଲି ୱିକ୍ କରେ ତମକୁ। ତ ସାଇକୋଲୋଜିକାଲ ଆଟିଟ୍ୟୁଡ ଲାଇକ୍ anger, sadness causes loss in focus on communication। ଏନା ଯଦି ତମ ସ୍ୟାଡ୍ ଥିବ, ତମ ମନ ଦୁଃଖ ଥିବ, ପାଠ ପଢିବାକୁ ଇଚ୍ଛା ହଉନଥିବ, ତ ତମର ଏଇଟା ବି ବାଧା ଦେଲା, ସାଇକୋଲୋଜିକାଲି ୱିକ୍ ରହିଲ। ସାଇକୋଲୋଜିକାଲି ୱିକ୍ ରହିଲେ ପାଠ ବି ହବନି ହେଲା, କଥାଟା ଆମେ ପଢି ପାରିବାନି, ବୁଝି ପାରିବାନି, ମୁଣ୍ଡରେ ଉଡି ଯାଉଥିବ ଖାଲି କଥା, ଏ କାନେ ପୁରେଇ ସେ କାନେ ବାହାର କରୁଥିବ। ଓକେ, ତ ଏସବୁ ସାଇକୋଲୋଜିକାଲ ନଏଜ ରେ ଗଲା। ଦେନ୍ ଦେଖିବା ଇନଭିଜିବିଲିଟି ଡିଷ୍ଟାନ୍ସ। ଡିଷ୍ଟାନ୍ସ ଯଦି ଅଧିକ ଥିବ ଦେନ୍ ବି କମ୍ୟୁନିକେସନ ବାଧା। Physical distance between sender and receiver in oral communication causes distortion of message। ନିହାତି ଭାବରେ ଯଦି ଆମେ ଓରାଲି ଆମେ ମୌଖିକ ଭାବରେ କଥା ହଉଛେ, ତ ମୁଁ ଅଛି ଗୋଟେ ଜାଗାରେ, ତମେ ଅଛ ଗୋଟେ ଜାଗାରେ, ଦେନ୍ କଥା ବି ଶୁଭିବନି ହେଲା। ତ ଇନଭିଜିବିଲିଟି ହେଲା, ସେଠି ଡିଷ୍ଟାନ୍ସ ବହୁତ ଅଧିକ ହେଇଗଲା, ତ ଆମ ଭିତରେ କଥାବାର୍ତ୍ତା ଶୁଭିବନି। ଫିଜିକାଲ ଡିସକମ୍ଫର୍ଟ, ସେଣ୍ଡର and receivers health conditions hampers their ability to communicate। ଏଇନା ଯଦି ଫିଜିକାଲି ତମମାନେ ୱିକ୍ ଅଛ, ତମକୁ ମୁଣ୍ଡ ବିନ୍ଧୁଛି କି ଦେହ ଖରାପ, ଦେହରେ ଜ୍ୱର ଅଛି, ଏଇ ସବୁରେ ତମେ ଯଦି ପାଠ ପଢିବାକୁ ଆସିଥିବ, ତମର ହେଲ୍ଥ କଣ୍ଡିସନ ଠିକ ନଥିବ, ତେଣୁ ତମକୁ ଇଚ୍ଛା ହବନି, ମାନ୍ଦା ଲାଗିବ, ପଢି ପାରିବନି, ତ ତାକୁ ଫିଜିକାଲ ଡିସକମ୍ଫର୍ଟ କୁହାଗଲା। ଡିଷ୍ଟ୍ରାକ୍ସନ, body present ଅଛି, mind absent ଅଛି, distraction of media hinder the message ହେଲା, ଏଇ ସବୁ ଜିନିଷ ବି ବାଧା କରେ। hinder ମାନେ ବାଧା ଦିଏ, ଓକେ, ତ distraction ବି ବାଧା ଦେଲା। then improper time, if communication takes place in proper time like lunch break or game period it irritates the receiver। ଏଇନା ତମକୁ ଡିନର ଟାଇମ ଅଛି, ଧର 10ଟାରେ କି 9ଟା ବେଳେ ଖାଉଛ, ମୁଁ ସେତେବେଳେ ଡାକିବି ପଢିବା ପାଇଁ, ତମେ ମତେ ଗୁଡାଏ ରାଗିବ ନା ନାଇଁ, ରାଗିବ। ଏଇନା ତମେ ଯୋଉ ସମୟରେ ଖେଳୁଛ କି ବୁଲୁଛ କି ବାହାରକୁ ଯାଉଛ, ସେ ସମୟରେ ମୋ କହିବା ପଢିବା ପାଇଁ, ତ ମତେ ଶୋଧି ପକେଇବ। ତ ଇମ୍ପ୍ରପର ଟାଇମ ଯଦି ତମେ ଚୁଜ କରିବ, ଦେନ୍ ବି ସେ ପାଠ ପଢାରେ ବାଧା ଦବ, କମ୍ୟୁନିକେସନ ରେ ବାଧା ଦବ। ସୋ ସେଇଟା ସେ କହିଲା, ଇଫ କମ୍ୟୁନିକେସନ ଟେକ୍ସ ପ୍ଲେସ୍ ଇନ୍ ଇମ୍ପ୍ରପର ଟାଇମ, ଇମ୍ପ୍ରପର ଟାଇମ ରେ ଯଦି ଆମେ କମ୍ୟୁନିକେସନ କରୁଛେ, ଯେମିତି କି ଲଞ୍ଚ ବ୍ରେକରେ ଟିକେ ଖାଇଲା ପରେ ତମେ ଶୋଇବାକୁ ଭଲ ପାଅ, କି ଟିକେ ଫୋନ ଦେଖିବ, କି କଣ କରିବ, ଗେମ୍ ପିରିୟଡ ହେଲା, ଏଇ ସବୁ ଜିନିଷରେ କଣ ଟିକେ ଟାଇମ ତମକୁ ଇଚ୍ଛା ହବନି ସେ ଟାଇମ ପଢିବା ପାଇଁ, ଯେ ସେଇ ଟାଇମରେ ଜବରଦସ୍ତି ମୁଁ ଚୁଟି ଘୋଷାଡି ଗାଣି କହିବି ପାଠ ପଢ, ତ ମତେ ରାଗିବ ନା ନାଇଁ। ତ କମ୍ୟୁନିକେସନ ବାଧାପ୍ରାପ୍ତ ହେଲା। ଦେନ୍ ଆସିଲା ଭର୍ବାଲିଜମ, ଅନଇଣ୍ଟରପ୍ଟେଡ ସ୍ପିଚ। ଏଇନା ଗୋଟେ ଫରେନ ଇଂଲିଶ ଜଣେ ଚୋବେଇବ, ଏଡରୁ ସେଡରୁ କଥା କହିବ, କି ତମେ ଯାଇକି ତେଲୁଗୁରେ ନା, ତେଲୁଗୁ ଲୋକ ତମ ସହିତ କଥା ହେବେ, ତମେ କିଛି ବୁଝିବନି, ଆଟା କରିକି ଅନେଇଥିବ ତାଙ୍କୁ, ତ ଭର୍ବାଲିଜମ ରେ ସେଟା ଆଫେକ୍ଟ କଲା। ଅନଇଣ୍ଟରପ୍ଟେଡ ସ୍ପିଚ ହେଲା, ବୁକିସ୍ ଲାଙ୍ଗୁଏଜ ହେଲା, ପୁରା ମାନେ ଫରେନ ୱାର୍ଡ ଗୁଡା ରହିଲା, makes hers message unclear। ସିଏ message କୁ କଣ କରେ, ଅନକ୍ଲିୟର କରିଦିଏ, ବୋରିଂ କରିଦିଏ, ଇଚ୍ଛା ହବନି ପଢିବା ପାଇଁ, ତ ଭର୍ବାଲିଜମ ତାକୁ କୁହାଗଲା। ଲାଙ୍ଗୁଏଜ ଇନଏଡିକ୍ୱେସି କଣ, ସେଣ୍ଡର ଇଫ ନଟ୍ ପ୍ରୋଫିସିଏଣ୍ଟ ଇନ ଲାଙ୍ଗୁଏଜ makes hers message unclear। ଯେମିତି ମୁଁ ତମକୁ କହିଲି, ତମେ ନା ଆନ୍ଧ୍ରପ୍ରଦେଶ ଯିବ, ଆନ୍ଧ୍ରରେ ସେମାନେ ତେଲୁଗୁ କହିବେ, ତମେ ଓଡିଆ ତାଙ୍କୁ ଯାଇକି କହିବ, ସେ ନା ତମ ଓଡିଆ ବୁଝିବେ, ତମେ ନା ତାଙ୍କ ତେଲୁଗୁ ବୁଝିବ, ତ ଲାଙ୍ଗୁଏଜ ଇନଏଡିକ୍ୱେସି ସେଠି ହେଲା, ତମେ ତାଙ୍କ ଲାଙ୍ଗୁଏଜ ବୁଝି ପାରିଲନି। then ଆସିଲା unclear graphics and symbols, use of graphics that are unclear and rare causes misunderstanding। ଯଦି unclear graphics କିଛି ଥିବ, unclear symbols କିଛି ଥିବ, unclear କିଛି image ଥିବ, then ସେଟା ବି ତମକୁ ବୁଝିବାରେ ଅସୁବିଧା ଦେଖେଇବ। The psychological barrier of communication is the influence of psychological state of the communicators। ନିହାତି ଭାବରେ ତମ ମୁଣ୍ଡରେ ଯଦି, ଏଇଠି ମୁଁ ପାଠ ପଢୁଛି, ତମ ମୁଣ୍ଡରେ ଚାଲିଥିବ ଆମେ ପିକନିକ କେମିତି କରିବା, ଫଙ୍କସନ କେମିତି କରିବା, ଏଇଟା ଡ୍ରେସ କେମିତି କିଣିବା, ଏ ସବୁ କଣ କରିବା, କ୍ରିସମାସ କେମିତି ବନେଇବା, ସେ ସବୁ କଥା ଯଦି ମନରେ ଚାଲିଥିବ ସାଇକୋଲୋଜିକାଲି, ଦେନ୍ ସେଣ୍ଡର ଆଉ ରିସିଭର ଭିତରେ କିଛି ମେଳ ଖାଇବନି। ମୁଁ ତ ଗୋଟେ ପାଠ ପଢୁଛି, ତମେ ତମର ଆଉ ଗୋଟେ କଥା ଭାବୁଥିବ, which creates an obstacle for effective communication like prejudice, disinterest, inattentions, imperceptions ହେଲା, ଏଇ ସବୁ ଜିନିଷ ତମର ଅନରିवर्डिंग ହେଲା, redundancy ହେଲା, କି ତମର experience ହେଲା, କିଛି feeling of anxiety କିଛି ଆସୁଛି, କି କିଛି unfulfilled curiosity, unfulfilled desire ହେଲା, negative attitude ହେଲା, ଏଇ ସବୁ ଜିନିଷ ତମର କଣ କରେ, ସାଇକୋଲୋଜିକାଲି ତମକୁ ପାଠ ପଢିବାକୁ ଦିଏନି, କମ୍ୟୁନିକେସନ କରିବାକୁ ଦିଏନି। ଏନା ଆମେ କଥା ହଉଥିବ, ତମେ ତମ ଆଉ କାହା କଥା ଭାବୁଥିବ, ତ ସେ ସବୁରେ ଆମର କଥାଟା ବାଧାପ୍ରାପ୍ତ ହବ। ତ ଏଇ ସବୁ ଜିନିଷ ତମର ଆସିଲା କଣ, ଇଏ ଅନକ୍ଲିୟର ଗ୍ରାଫିକ୍ସ ଆଣ୍ଡ ସିମ୍ବଲ୍ସ, କି ତମର ସାଇକୋଲୋଜିକାଲ ବ୍ୟାରିୟର ଆମେ ଯାହାକୁ କହିଲେ। ଓକେ, ଦେନ୍ ଯିବା ପ୍ରିଭିୟସ ଏକ୍ସପିରିଏନ୍ସ କଣ ଅଛି ତମର, ଇଟ ରିସିଭର୍ସ ହୋଲ୍ଡ
his previous if receiver holds his previous experience, then B fails to understand the present experience. ଯଦି ସେ ପୂର୍ବ କଥାକୁ ଭାବିକି ରହୁଛି, then ଏବେ କଥା ପୂର୍ବ କିଛି ଯୁକ୍ତି କଥା କି କଣ କଥାକୁ ତମେ ଭାବିକି ରହିଛ, ତ ଏବେ କଥାକୁ ତମେ ବୁଝିପାରିବନି। ତ ପ୍ରିଭିୟସ ଏକ୍ସପିରିଏନ୍ସ ଯଦି ତମେ ହୋଲ୍ଡ କରିକି ରଖିବ, ଦେନ୍ ଏବେ ପାରିବନି। କଲଚରାଲ ଡିଫରେନ୍ସ କଣ? କଲଚରାଲ ଡିଫରେନ୍ସେସ୍ causes behavior and personality differences like body language, thinking, communications, manners, nervous, ହେଲା ଏଇ ସବୁ ଜିନିଷ କି ତମର ରିଜଲ୍ଟିଂ ଇନ୍ ମିସଅଣ୍ଡରଷ୍ଟାଣ୍ଡିଂ ଅଫ ମେସେଜେସ୍। କଲଚରାଲ ଡିଫରେନ୍ସେସ୍ ଯାହାକୁ କୁହନ୍ତି, ଯେମିତି କି ବିଭିନ୍ନ ସଂସ୍କୃତି, ତମେ ତମ ଜେଜେବାପା ଜେଜେମାକୁ ହେ ତୁ କିଛି ଜାଣିନୁ, ତୁ କିଛି ଏତେ କଥା କହନା, ଏମିତି କହିଦଉଛ ନା ନାଇଁ? ସେ ତୁ କିଛି ଜାଣିନୁ କହିଦଉଛ ତାଙ୍କୁ। ତ ବିଭିନ୍ନ ପ୍ରଥା ପରମ୍ପରା ବିଷୟରେ ଯେତେବେଳେ ଆସୁଛି ଆମର, ତାଙ୍କ ପରମ୍ପରାରେ କଣ ଅଛି, ତାଙ୍କ ଇଏରେ କଣ ଅଛି, ତାଙ୍କ ସୋସାଇଟିରେ କଣ ଅଛି, ବିଭିନ୍ନ ଆଚରଣ ଶୈଳୀରେ ପରିବର୍ତ୍ତନ ଆସୁଛି, କମ୍ୟୁନିକେସନରେ ପରିବର୍ତ୍ତନ ଆସୁଛି, ଥିଙ୍କିଂ ରେ ମ୍ୟାନର୍ସ ରେ ପରିବର୍ତ୍ତନ ଆସୁଛି। ତ ସେ ସବୁ କଲଚରାଲ ଡିଫରେନ୍ସେସ୍ ରେ ଯାଏ। ଦେନ୍ ରୁଲ୍ସ ଆଣ୍ଡ ରେଗୁଲେସନ୍ସ, ଯଦି ଆମେ ଷ୍ଟ୍ରିକ୍ଟ ରୁଲ୍ସ ଗୋଟେ ରଖିବା କି ଗୋଟେ ଷ୍ଟ୍ରିକ୍ଟ ଡିସିପ୍ଲିନ ଫଲୋ କରିବା, ସେଟା ବି କମ୍ୟୁନିକେସନକୁ ରିଜିଡ୍ କରିଦବ। କମ୍ୟୁନିକେସନ ଆଫେକ୍ଟେଡ ହେଇଯିବ। ସଂଗଠନାତ୍ମକ ବାଧା ବି ତାକୁ ଆମେ କହିବା କି ପର୍ସନାଲ ବ୍ୟାରିୟର ବି ଯଦି ଆମେ କହିବା, ପର୍ସନାଲି ବି ଯଦି ବ୍ୟକ୍ତିଗତ ବ୍ୟାରିୟର ବି ଆମେ ଦେଖିବା, ଧର ମୁଁ ତମକୁ କହୁଛି, ତମେ ଶୁଣିବାର ଅଭାବ ଅଛି ତମ ପାଖରେ, ତମେ ଶୁଣୁନ, ତ ସେଟା ତମର ପର୍ସନାଲ କଥା, ପର୍ସନାଲ ବ୍ୟାରିୟର ସେଟା। ଅହଙ୍କାର ରହୁଛି, ଧର ଇଗୋ ଆଟିଟ୍ୟୁଡ ଦେଖଉଛ, ହେ କଣ ପଢୁଛି ମୁଁ ପଢିବିନି, ମୁଁ ମୋର ବହିରୁ ପଢିବି, ଅହଙ୍କାର ଯଦି ଦେଖଉଥିବ, ଇଗୋ ଦେଖଉଥିବ, ଦେନ୍ ବି ସେଟା ତମର ପର୍ସନାଲ ବ୍ୟାରିୟର ଆସିବ। ଟେକ୍ନୋଲୋଜିକାଲ ବ୍ୟାରିୟର ବି ଅଛି ବୋଲେ, ଯେମିତି କି ଇଣ୍ଟରନେଟ ରେ ଧର ବାଧାପ୍ରାପ୍ତ ହେଲା, ମୁଁ ଯୋଉ କହୁଛି ତମକୁ ଧର ବଫର ହେଲା, ଶୁଭିଲାନି, ସେ ଇଣ୍ଟରନେଟ ବିଘ୍ନ ହେଲା, ଡିଭାଇସ ଯଦି ଖରାପ ଥିବ କି ସଫ୍ଟୱେର ସମସ୍ୟା ଥିବ, ଏଇ ସବୁ ଜିନିଷ ବି ତମର ଟେକ୍ନୋଲୋଜିକାଲ ବ୍ୟାରିୟର ରେ ଯାଏ। ପ୍ରଯୁକ୍ତି ଜନିତ ବାଧା, ଦେନ୍ ଲ୍ୟାକ୍ ଅଫ କୋପରେସନ, ଯଦି କୋପରେସନ ନାହିଁ ଆମ ଭିତରେ, କମ୍ୟୁନିକେସନ ଇଜ ଆଫେକ୍ଟେଡ ଇଫ ଦେयर ଇଜ ଲ୍ୟାକ୍ ଅଫ କୋପରେସନ ବିଟୱିନ ପିପଲ ଅଫ ସେମ ଅର୍ଗାନାଇଜେସନ। ଯଦି କୋପରେସନ ନଥିବ, ମାନେ ତମର କଣ ସଦ୍ଭାବ କି ତମର ମାନେ କୋପରେସନ କୁ କଣ କହିବା ଆମେ, କଣ କହିବା ତାକୁ ଓଡିଆରେ, ଯଦି କୋପରେସନ ଠିକ ସେ ନଥିବ, କୋପରେଟ ଆମେ କରୁନଥିବା କାହା ସହିତ, ଦେନ୍ ସେଟା ବି ତମର ବାଧା ଦବ କାହାକୁ, କମ୍ୟୁନିକେସନ କୁ। କୋପରେସନ ଯଦି ତମ ଭିତରେ ନଥିବ, ଓକେ, ମାନେ ସହଯୋଗ ମନୋଭାବ ନା କଣ ସେଟାକୁ କୁହନ୍ତି ଓଡିଆରେ, ସହଯୋଗ ମନୋଭାବ କି କଣ ଯଦି ନଥିବ, ସେଟା ବି ବାଧା ଦବ। ଲ୍ୟାକ୍ ଅଫ କୋପରେସନ ଗଲା। ଦେନ୍ ଚଏସ୍ ଅଫ ମିଡିଆ, ଯଦି ପ୍ରପର ମିଡିଆ ଚଏସ୍ କରିନଥିବ, ଦେନ୍ ବି ସେ ବାଧା ଦେଲା। ଏଇନା ଧର ମୁଁ ପଠେଇଛି ଲିଙ୍କ ଜୁମ ର, ତମେ ଯାଇକି ଗୁଗଲ ମିଟ ରେ ଖୋଜୁଥିବ, ତ ତମେ ମିଡିଆ ଭୁଲ କଲ। ତ ଯୋଉ ପ୍ରପର ମିଡିଆରେ ଆମେ ଯିବା, ସେଇ ମିଡିଆରେ ଗଲେ ହିଁ ଆମେ ପାଠଟା ଠିକ ସେ ଜାଣିପାରିବା, ପଢିପାରିବା, କମ୍ୟୁନିକେସନ ଇମ୍ପ୍ରୁଭ ହବ। ଦେନ୍ ଆସିଲା ଗ୍ରୁପ ସାଇଜ। ଗ୍ରୁପ ସାଇଜ ଯଦି ବହୁତ ବଡ ହେଇଯିବ, ଫିଜିକାଲି ଆମେ ପାଠ ପଢୁଛେ, ବହୁତ ପିଲା ଗଦେ ହେଇକି ପଢିଲେ, ତ ଗ୍ରୁପ ସାଇଜ ବି ତମକୁ କଣ ବାଧା ଦବ ପଢେଇବାରେ। ତା ନମ୍ବର ଅଫ ଷ୍ଟୁଡେଣ୍ଟସ ଇନ କ୍ଲାସ ଆଫେକ୍ଟ କମ୍ୟୁନିକେସନ ଇନ କ୍ଲାସରୁମ। ମନୋଟୋନସ୍ ଏନଭାୟରନମେଣ୍ଟ ହେଇଯିବ, ତମେ ଗପୁଥିବ, ମୋ କଥା ଶୁଣୁଥିବ, କିଏ ଫୋନ ଚଲେଇବ, କିଏ କଣ କରୁଥିବ, ଏଇ ସବୁ ଜିନିଷ କଣ ଗ୍ରୁପ ସାଇଜ ବଢିଲେ ବି ବାଧା ଦେଲା ସେ ପାଠ ପଢାକୁ, କମ୍ୟୁନିକେସନ କୁ। ये सब गला तमर पिले ब्यारियर ऑफ कम्युनिकेशन रे। तो ब्यारियर ऑफ कम्युनिकेशन ने मेनली हमें पांचटा कम्युनिकेशन ब्यारियर देखिले। गोटे हला तमरो फिजिकल ब्यारियर बा जोटा तमरो भौतिक बाधा हला। देन असला साइकोलॉजिकल ब्यारियर्स, देन असला लैंग्वेज ब्यारियर हमें देखिले, देन हमें देखिले कल्चरल ब्यारियर हमें देखिले, देन ऑर्गेनाइजेशनल ब्यारियर हमें कल्चरल हमें देखिले, कल्चरल से भितरे गला सेटाको हमें आ गोटे ऑर्गेनाइजेशनल ब्यारियर परे हमें देखिले कोन पर्सनल ब्यारियर हो किंबा किछि हो, फिजिकल ब्यारियर, लैंग्वेज ब्यारियर, ये सब गला तमरो ब्यारियर ऑफ कम्युनिकेशन रे। तापर आसीबो कांसेप्ट ऑफ आईसीटी। आईसीटी कांसेप्ट कोन ताको देखिबो। कांसेप्ट ऑफ आईसीटी तमरो गोटे 5 मार्क्स रो क्वेश्चन रे आसुचे कोन आईसीटी माने कोन। तो कांसेप्ट ऑफ आईसीटी रे हमर जिवो। आईसीटी रो फुल फॉर्म हम कहतली इंफॉर्मेशन एंड कम्युनिकेशन टेक्नोलॉजी। तो ऑल बेटा रिफर करे कोन या माने कोन, इट रिफर्स टू ऑल टेक्नोलॉजी यूज्ड टू हैंडल इंफॉर्मेशन एंड सपोर्ट कम्युनिकेशन। ये सब जिनस जे सपोर्ट कला, इनफॉरमेशन भी तुमको देला, कम्युनिकेशन भी हला, ताको कहा गला बोथ इंफॉर्मेशन एंड कम्युनिकेशन टेक्नोलॉजी। तमाने टूल्स रहिला, सिस्टम्स रहिला, जोठी के तमे डाटाटा क्रिएट कलो, स्टोर कलो, प्रोसेस कलो, ट्रांसमिट कलो, ताको प्रेरण कलो और शेयर कलो कोन इंफॉर्मेशन। ता सहित आईसीटी माने तमरो आईटी प्लस सिटी। आईटी हला इंफॉर्मेशन टेक्नोलॉजी,
ICT ହେଲା communication technology, the communication faster ହେଲା, communication easier ହେଲା, communication is more effective। ICT ପାଇଁ ତ ICT ମାନେ ତମର IT ଆଉ CT, information technology ଆଉ communication technology। ओके, तो जो ସେଇ ପ୍ରଯୁକ୍ତି ବିଦ୍ୟା ଯୋଉଠି କି ଆମେ ଡାଟାଟାକୁ ସଂଗ୍ରହ କରୁଛେ, ଡାଟାଟାକୁ ଟ୍ରାନ୍ସମିଟ କରୁଛେ, ପ୍ରେରଣ କରୁଛେ, ଡାଟାଟାକୁ କଣ ଆମେ ରଖୁଛେ ଷ୍ଟୋର କରିକି, ଏଇ ସବୁ ଜିନିଷ ICT କୁ ବୁଝାଏ। ତ ICT ର ବିଶେଷତା ବା କନସେପ୍ଟ ଅଫ ICT କଣ ଏବେ ଆମେ ଦେଖିବା। ଦେଖ ଲେଖା ହେଇଛି ନୋଟ୍ସ ଦେଖ, ICT provides new teaching and learning strategies which are student centered and prepare students to become independent learner। ତ ICT provide କଲା ଗୋଟେ new teaching learning ତମର ମାଧ୍ୟମ strategy, ଯାହା through କି ଏଟା ଗୋଟେ ପୁରା student centered ହେଲା। student centered ମାନେ କଣ, ଶିକ୍ଷାର୍ଥୀ କୈନ୍ଦ୍ରିକ। ତମେ ମାନେ ଚାଇଲ୍ଡ ସେଣ୍ଟର୍ଡ, ଏଟା ଚାଇଲ୍ଡ ସେଣ୍ଟରନେସ୍ ବା ଷ୍ଟୁଡେଣ୍ଟ ସେଣ୍ଟରନେସ୍ ହେଇକି ରହିଲା। ଆଉ ଇଏ ପ୍ରିପେୟାର କଲା ପିଲାମାନଙ୍କୁ କେମିତି ସେମାନେ ଇଣ୍ଡିପେଣ୍ଡେଣ୍ଟ ହେଇପାରିବେ, ଆଉ ସେମାନେ ଜିନିଷଟାକୁ ନିଜେ ନିଜେ ଅନୁଧ୍ୟାନ କରିବେ, ନିଜେ ନିଜେ ଇଣ୍ଡିପେଣ୍ଡେଣ୍ଟଲି ପଢାପଢି କରିପାରିବେ। ତ ICT comprises of information technology IT and communication technology CT। ତ IT plus CT is equal to your what ICT। ତ information technology is a study and ଏବେ ଆମେ ଦେଖିବା IT କଣ CT କଣ, then total ତାକୁ ମିଶେଇକି ICT। okay, the information technology is a study and use of electronic equipment and their interconnected system for storing, retrieving, manipulating and evaluating data or information। ତ information technology କଣ କହିଲା ନା, ଯୋଉଠି କି ତମେ ଇଲେକ୍ଟ୍ରୋନିକ ଇକ୍ୱିପମେଣ୍ଟ ଗୁଡାକ ୟୁଜ କରୁଛ, ତାକୁ ୟୁଜ କରିକି ତମେ କଣ କରୁଛ ନା ଡାଟାକୁ ଷ୍ଟୋର କରିକି ରଖୁଛ, ଡାଟା ରିଟ୍ରାଇଭ୍ କରୁଛ, ଡାଟା ମ୍ୟାନିପୁଲେଟ କରୁଛ, ଦେନ୍ ତମେ ତାକୁ ଡାଟା ଗୁଡାକୁ ଇନଫର୍ମେସନକୁ ଇଭାଲୁଏସନ ମଧ୍ୟ କରୁଛ। ତ ତାକୁ କୁହାଗଲା ଟୋଟାଲ ତମର IT। तो ICT is a combination of analog media like transparency, slides, tapes, radio, TV, and digital media like computers and internet-based services। So दीटा जिनस ICT बेस कला गोटे analogous media हला, जोटी कि तमे slides देखुचो, tapes देखुचो, radios देखुचो, TV हला। डिजिटल मीडिया रे कौन जाउची तमरे पिले, कंप्यूटर, लैपटॉप, इंटरनेट-बेस्ड सर्विसेज रे टैब्स वेब्स हला, ये सब जिनस तमरा ICT रे गला। नीड ऑफ ICT कौन, नीड ऑफ ICT रे प्रथमे हमें देखिबा बेनिफिट से कागो, स्टूडेंट पई कोन बेनिफिट अछि, टीचर पई कोन बेनिफिट्स अछि, पेरेंट्स पई तमर गार्डियंस का पई कोन बेनिफिट्स अछि, ये सब जिनस देखिबा। तो की पॉइंट जदि हमें देखिबा ICT रो कोन ना, ICT uses electronic devices like computers, smartphones, tablets, ये सब जिनस यूज करूची ICT। इट इंक्लूड्स कोन एटी रहिला सॉफ्टवेयर टूल जिमती MS ऑफिस हला, इंटरनेट हला, ईमेल हला, मल्टीमीडिया हला, ये सब जिनस सॉफ्टवेयर टूल भितर अछि। तो ICT is used for storing, ये स्टोर करूची डाटा, प्रोसेसिंग करूची डाटा और ट्रांसमिट करूची तमरा व्हाट इंफॉर्मेशन को। तो ICT is used for storing, processing and transmitting information। ICT support करूची तमरा communication through किमती audio, through transmitting information, through तमरा video, through text हला, through images हला, digital networks हला, ये सब जिनस ICT support कला। ICT improves teaching, learning, administration, research, day-to-day work, ये सब जिनस ICT ର धारणा ବା concept of ICT। ओके, ये सब concept of ICT ପରେ ଆମେ ବି ଦେଖିବା ଦରକାର କଣ, need of ICT। देखो बेनिफिट फॉर स्टूडेंट, स्टूडेंट कौन बेनिफिट पाइले या द्वारा, ICT हेल्प्स टू सपोर्ट कॉग्निटिव प्रोसेस बाय रिड्यूसिंग द मेमोरी लोड ऑन स्टूडेंट। आगुरु कोन सब जिंस मने रखिया को पड़ुथला, ICT जतेले आसिला तमरो इन्फॉर्मेशन टेक्नोलॉजी आसिला, कंप्यूटर हो, टैब हो, मोबाइल हो, ये सब रे तमे डाटा स्टोर करके रखि परला, तो तुमको मने रखिया को पड़ला नहीं, तुम ऊपर मेमोरी लोड कमी गला। ओके, तो टीचिंग लर्निंग एटी कोन ला इजी हैला, इफेक्टिव हैला, इंटरएक्टिव हे पड़ला, मल्टीमीडिया आसिला, वीडियोस आसिला, एनिमेशंस आसिला, जा द्वारा तमरा कांसेप्ट रो क्लैरिटी बढ़ी गला, क्लैरिटी ऑफ कांसेप्ट बढ़िला। IT एनकरेजेस अवेयरनेस ऑफ प्रॉब्लम सॉल्विंग एटीट्यूड, ये प्रॉब्लम सॉल्व करे देला तमरे IT। It helps to stress students opportunities providing information on vast topic, बहुत टॉपिक ऊपर सॉरी टॉपिक ऊपर तुम नॉलेज पाई पारलो, बहुत जिनस ऊपर तुम आइडिया आसी गला। फोकस्ड स्टडीज थ्रू स्टूडेंट्स
एनालिसिस ऑफ देयर स्ट्रेंथ एंड वीकनेस, तांकर स्ट्रेंथ कोठी रहउची, वीकनेस कोन रहउची, सब जिनसे या द्वारा तमे जानि पारलो। फ्लेक्सिबिलिटी ऑफ टाइम एंड प्लेस इन लर्निंग, जो समय रे जोठी चाहिले तमे पढ़े पारलो। एबे मु जेते बेले तुमको क्लास करे को डाकिबे, तमे टाइम फ्लेक्सिबल रहला, तमे तम टाइम फ्लेक्सिबिलिटी अनुसार आसी पढ़े पारलो। तम वीकनेस कोठ रहला, तम स्ट्रेंथ कोठ रहला, ई सब जिनस फोकस कला आईसीटी। opportunity to collaborate with people inside and outside, ସବୁ ଜିନିଷ ये collaborate proper କରି ପାରିଲା। ତ access to information, information ଦେଇ ପାରିଲା, self learning ବଢେଇଲା, skill development ବଢେଇଲା, digital literacy ତମ ଭିତରେ ବଢିଲା, problem solving attitude ତମ ଭିତରେ ବଢିଲା, creativity ବଢିଲା, critical thinking ବଢିଲା। ଏ ସବୁ online learning ଦ୍ଵାରା କଣ, ତମାନେ ଯେତେ ଡିଷ୍ଟାନ୍ସ ରେ ଥିଲେ ବି ପାଠ ପଢି ପାରିଲ, ଟାଇମ ସେଭ୍ ହେଲା, ଟିଚିଂ ମ୍ୟାଟେରିଆଲ ତମେ ଜାଣି ପାରିଲ, ପ୍ରେଜେଣ୍ଟେସନ ହେଲା, ରିପୋର୍ଟସ ହେଲା, ଗ୍ଲୋବାଲି ବି କନେକ୍ଟ ହେଇକି ରହି ପାରିଲ, ଏକ୍ସପର୍ଟ ଟିଚର୍ସ ହେଲା, ଏକ୍ସପର୍ଟ ଡକ୍ଟର୍ସ ହେଲା, ଏମାନଙ୍କ ଭିତରେ ୱାର୍ଲଡ ୱାଇଡ ଯେତେ ସବୁ ଅଛି ସମସ୍ତଙ୍କ ଭିତରେ ତମର କନେକ୍ସନ ରହି ପାରିଲା ହେଲା। ଏଇ ସବୁ ଜିନିଷ, ତ ଏଇ ସବୁ ଜିନିଷ ଆଇସିଟି ର ଆବଶ୍ୟକତା ବା ନିଡ ଅଫ ଆଇସିଟି ତମର ଷ୍ଟୁଡେଣ୍ଟ ମାନଙ୍କ ପାଇଁ। ଦେନ୍ ବେନିଫିଟ ଫର ଟିଚର କେମିତି ହେଲା, ଟିଚର କେମିତି ୟା ଦ୍ୱାରା ବେନିଫିଟ୍ସ ପାଇଲା, easier planning, preparation and designing material for teaching। ଏଇନା ମୁଁ PDF କରିଦେଲି notes को, then ତମ ମାନଙ୍କୁ ପଢେଇ ଦେଲି, ତ easy ହେଲା ତମ ମାନଙ୍କୁ ବୁଝିବାଟା। ମୋ ପ୍ଲାନିଂ ପ୍ରପର ହେଇପାରିଲା, ପ୍ରିପାରେସନ ବି ଭଲସେ ମୁଁ କରିପାରିଲି, ଡିଜାଇନ ବି କରିପାରିଲି, ଆଉ ତମ ମାନେ ପଢି ପାରିଲ। ଆଇସିଟି ଫ୍ୟାସିଲିଟି ସେୟାରିଂ ଅଫ ରିସୋର୍सेज एक्सपेंसिव एंड अच्छा, ଏଇ ସବୁ ଜିନିଷ କଣ ଇଜିଲି ତମକୁ ସେୟାର କରା ହେଇଗଲା, କିଛି ଦରକାର ପଡିଲାନି ଏମିତି ରଖିବାର କି ବୁକ୍ ରଖିବାର କିଛି ଆବଶ୍ୟକତା ପଡିଲାନି, ତମେ ଫୋନରେ PDF କରିକି ରଖିଲ, ମୁଁ ମୁଁ ଯେତେବେଳେ ସ୍କ୍ରିନ୍ ସେୟାର କଲି ତମ ମାନେ ପାଠ ପଢିଲ। ତ ଏନହାନ୍ସମେଣ୍ଟ ଅଫ ପ୍ରୋଫେସନାଲ ଇମେଜ ଏମଙ୍ଗ ମାନେ କଲିକ ଭିତରେ ଆମର ପ୍ରୋଫେସନାଲ ଗ୍ରୋଥ ବି ଭଲ ହେଲା। ୟୁଜ ଅଫ କମ୍ପ୍ୟୁଟର ଏନହାନ୍ସେସ ମୋଟିଭେସନ ଆଣ୍ଡ କନସେନ୍ଟ୍ରେସନ ଅଫ ଷ୍ଟୁଡେଣ୍ଟସ ଇନ କ୍ଲାସ। ଏଇନା ବହି ଧରିକି ପାଠ ପଢେଇବ, ତମକୁ ଲାପଟପ ଦିଆହବ ପାଠ ପଢିବା ପାଇଁ, ତମର ନିହାତି ଭାବରେ ଲାପଟପ ଟା ଦିଆହେଲେ କି କମ୍ପ୍ୟୁଟର ଟା ଦିଆହେଲେ ତମ ଭିତରେ ଇଣ୍ଟରେଷ୍ଟ ବଢିବ, ମୋଟିଭେସନ ବଢିବ, ଆଗ୍ରହ ଶକ୍ତି ବଢିବ, ଦୁଲଦୁଲ କିନା ସବୁ ପାଠ ହେଇଯିବ ତମର ହେଲା। ତ ଆକ୍ସେସ ଅଫ ଷ୍ଟୁଡେଣ୍ଟ ଆଣ୍ଡ ସ୍କୁଲ ଡାଟା ଏନି ଟାଇମ ଆଣ୍ଡ ଏନିୱେयर, କୋଉଠି ବି ଏନି ଟାଇମ ଏନିୱେयर ତମେ ଡାଟା ଲଗଇନ କରିକି ପାଠ ପଢେଇ ପାରିବ ପିଲାଙ୍କୁ, ତ ଏଟା ବେନିଫିଟ ଫର ଟିଚର ହେଲା। ପ୍ୟାରେଣ୍ଟସ୍ କୁ ପାଇଁ କେମିତି ବେନିଫିଟ ହୁଏ ପିଲେ, ପ୍ୟାରେଣ୍ଟସ୍ ମାନେ କଣ ନା ଆମ ସହିତ କମ୍ୟୁନିକେସନ ତାଙ୍କର ହେଇପାରିଲା, ଇଜିଅର କମ୍ୟୁନିକେସନ ୱିଥ ଟିଚର, ଆମ ସହିତ ସେମାନଙ୍କର କମ୍ୟୁନିକେସନ ହେଇପାରିଲା ଏଇ ଆଇସିଟି ଥ୍ରୁରେ, ଏଇ ମୋବାଇଲ ଥ୍ରୁରେ। ପିଲା ପଢୁଛି ନା ନାଇଁ, ପିଲା କ୍ଲାସ ବଙ୍କ କଲା କି, ପିଲା ବୁଝିଛି ନା ନାଇଁ, ପିଲାର କେତେ ମାର୍କ ରହିଲା, ପିଲାର କାହିଁକି କମିଲା, ଏଇ ସବୁ ଜିନିଷ ଇଜିଲି କମ୍ୟୁନିକେସନ କରିପାରିଲେ ପ୍ୟାରେଣ୍ଟସ ଟିଚର ସହିତ। ଗ୍ରେଟର ଆକ୍ସେସ ଟୁ ଆକ୍ୟୁରେଟ ଆଟେଣ୍ଡାନ୍ସ ବି ମିଳିପାରିଲା, କିଏ ପ୍ରେଜେଣ୍ଟ ଅଛି କିଏ ଆବସେଣ୍ଟ ଅଛି ଆମେ ସାଙ୍ଗେ ସାଙ୍ଗେ କହିଦେଲେ। ଇନକ୍ରିଜ ଇନଭଲଭମେଣ୍ଟ ଅଫ ପ୍ୟାରେଣ୍ଟ ଇନ ଚାଇଲ୍ଡ ଟିଚିଂ ଆଣ୍ଡ ଲର୍ନିଂ ପ୍ରୋସେସ, ପିଲାର ଟିଚିଂ ଲର୍ନିଂ ପ୍ରୋସେସ କେମିତି ଚାଲିଛି, ପିଲା କେତେ ପଢୁଛି, ପିଲା ପଢୁଛି ନା ନାଇଁ, ପିଲା ଆଟେଣ୍ଟିଭ ଅଛି ନା ନାଇଁ, ଏ ସବୁ ଜିନିଷ ପ୍ୟାରେଣ୍ଟସ୍ କୁ ଆମେ ଇନଫର୍ମେସନ ଦେଇପାରିଲୁ। ओके, तो ये गला बेनिफिट्स फॉर पेरेंट्स। तो बेनिफिट्स फॉर टीचर्स देखिले, देन बेनिफिट्स फॉर पेरेंट्स देखिले, देन देखिले बेनिफिट्स फॉर स्टूडेंट्स। तो देखिले जदि पढ़िबो तमरो आईसीटी रो बेनिफिट्स कोन, आईसीटी रो नीड कोन, तमे ताको तीनटा भाग करके लिखिबो, बेनिफिट्स फॉर टीचर्स, स्टूडेंट्स आउ फॉर गार्डियन हेले, फॉर पेरेंट्स हो कि गार्डियन हो, ये सब जिनस तमे लिखि परिबो आईसीटी। ओके, टीचर्स ପାଇଁ बेनिफिट ହେଲା से इफेक्टिव मल्टीमीडिया एनिमेशन प्रेजेंटेशन ए सब देखिए पिला को पढ़े पारले, टाइम बहुत बंचिला, नोट्स बनै बनै बसिकी पढ़ौथिले, संगे संग मोबाइल रे रखिदेले, पिला को पढ़े देले, क्वेश्चन पेपर बनौथिले लिखि लिखि प्रिंट आउट बाहर कर देले, दे देले तुमको, लेसन प्लान बनौथिले, लेसन प्लान भी इजीली बनी गला, इजीली क्लासरूम मैनेजमेंट हे पारला थ्रू डिजिटल अटेंडेंस, ग्रेडिंग टूल्स ए सब देखि हे पारला। एक्सेस टू रिसोर्सेस जेमती ई बुक्स हला, इलेक्ट्रॉनिक बुक हला, ऑनलाइन जर्नल्स हला, टीचिंग मटेरियल हला, ए सब जिंस ऐड करि परिबो तमे एथिरे हला। फ्लेक्सिबल टीचिंग थ्रू ऑनलाइन क्लासेस और वर्चुअल प्लेटफॉर्म, वर्चुअली भी समाने इजीली, एबे जेमती तमे वर्चुअली पढुछ मो पाखरु, सेमती इजीली वर्चुअली जने फ्लेक्सिबली ता टाइम काढी के पढ़ी पारला, कम्युनिकेशन बढ़िला पेरेंट्स और स्टूडेंट मान, पेरेंट्स और टीचर्स रो ହେଲା। ତ ଏनହାନ୍ସେस ପ୍ରୋଫେସନାଲ ଡେଭଲପମେଣ୍ଟ ବି ବଢିଲା, ଆମର ଅନଲାଇନ କୋର୍सेस हो, वेबिनार्स हो, ये माध्यमରେ ତମର ପ୍ରୋଫେସନାଲି ବି ତମେ ଗ୍ରୋଥ କଲ।
ये गला टीचर्स रा मु कहिदेली तुमको। स्टूडेंट्स रा कोन कहली, स्टूडेंट्स एमती वीडियोस हो, सिमुलेशंस हो, डिजिटल लैब्स हो, ये सब रे इंटरैक्टिव माने इंटरैक्टिव लर्निंग रे से पढ़िला हैला, इंटरैक्ट कला भलो भाबरे। सेल्फ पेस्ड लर्निंग से पढ़ी पारला, विभिन्न ई लर्निंग हो, मोबाइल थ्रू रे हो, ये सब थ्रू रे से निज पेस निज गति अनुसार से पढ़ी पारला। केही दौड़ी के पढ़े दउ नाहंती, निज निज गति अनुसार से पढ़ी पारला। अनलिमिटेड इनफॉरमेशन एनी टाइम एनीवेयर से पाई पारला, जेकोसी जगह रही के से जो माने दुनिया सारा खबर पाई पारला। डिजिटल स्किल ता भितर बढ़िला, अंडरस्टैंडिंग लेवल ता भितर बढ़िला, कोलाबोरेशन भलो भाबरे से ग्रुप एक्टिविटी हला, प्रोजेक्ट हला, डिस्कशन हला, ई सब रे से भलो भाबरे पाठटा को बुझी पारला। ये तमर गला स्टूडेंट मानकर बेनिफिट। बेनिफिट पर पेरेंट्स कोन हबो बेले, पेरेंट्स इजीली कम्युनिकेशन करि परिबे टीचर सहित थ्रू मेसेजेस हो कि ईमेल्स हो, एप्स हो, व्हाट्सएप हो ना इंस्टाग्राम सो जो थ्री भी इजीली से माने कम्युनिकेट करि पारले हम मानक सहित। स्टूडेंट ର परफॉर्मेंस ଭଲ ଭାବରେ ଟ୍ରାକ୍ କରିପାରିଲେ, ଡିଜିଟାଲ ରିପୋର୍ଟ କାର୍ଡ ଦିଆହେଲା କି ଡିଜିଟାଲ ପୋର୍ଟାଲ୍ସ ଏଇ ସବୁ ଥ୍ରୁରୁ ସେମାନେ ଭଲ ଭାବରେ ପିଲାର ଉନ୍ନତି ହଉଛି କେତେ, ପିଲା କେତେ ପ୍ରୋଗ୍ରେସ କରୁଛି ଏ ସବୁ ଜାଣିପାରିଲେ। ଆଟେଣ୍ଡାନ୍ସ ହଉ, ହୋମୱାର୍କ ରେଗୁଲାରଲି କରୁଛି ନା ନାଇଁ, ଏ ସବୁ ଜିନିଷ ସେମାନେ ଡିଜିଟାଲି ଇନଫର୍ମେସନ ପାଇପାରିଲେ। ସପୋର୍ଟ ଲର୍ନିଂ ଆଟ୍ ହୋମ ୟୁଜିଂ ଅନଲାଇନ ରିସୋର୍ସେସ ଆଣ୍ଡ ଡିଜିଟାଲ ଟୁଲ। ତମେ ଯେତେବେଳେ କରୋନା ସମୟରେ ଅନଲାଇନ କ୍ଲାସ କରୁଥିଲ, ବାପା ମା ମାନେ ଦେଖୁଥିଲେ ନା ନାଇଁ ପିଲାଟା ମୋର ଅନଲାଇନ କ୍ଲାସ କରୁଛି, ତ ଏଟା ବି ଗୋଟେ ତାଙ୍କୁ ଫିଡବ୍ୟାକ ଯାଉଥିଲା କି ନାଇଁ ପିଲା ଅନଲାଇନ ରେ ପଢୁଛି। ସପୋର୍ଟ ଲର୍ନିଂ ଆଟ୍ ହୋମ ହେଲା, ଅନଲାଇନ ରିସୋର୍ସେସ ଥ୍ରୁ ଯେତେବେଳେ ଡିଜିଟାଲ ଟୁଲ୍ସ ଦେଇକି ସେ ପାଠ ପଢିଲା, ଏଟା ବି ପ୍ୟାରେଣ୍ଟସ ଜାଣିଲେ କି ମୋ ପିଲା ପଢୁଛି ଘରେ ବସିକି। ବେଟର ଇନଭଲଭମେଣ୍ଟ ଇନ ଦେୟାର ଚାଇଲ୍ଡସ ଏଜୁକେସନ। ତ ପିଲାମାନଙ୍କ ଏଜୁକେସନ ରେ ବାପା ମାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ବାପା ମା ମାନେ ଇନଫର୍ମେସନ ପାଇପାରିଲେ ମୋ ଛୁଆ ପଢୁଛି ନା ନାଇଁ। ଓକେ ତ ଏଇ ସବୁ ଅଭିଭାବକ ମାନଙ୍କ ପାଇଁ ବା ପ୍ୟାରେଣ୍ଟସ ମାନଙ୍କ ପାଇଁ ବେନିଫିଟ୍ସ ହେଲା। ଓକେ, ତ ଏତିକି ଗଲା ତମର ଟୋଟାଲ ଆଇସିଟି ର ଆମେ ଆଜି କଣ କଣ ଦେଖିଲେ ପିଲେ, ଗୋଟେ ସମରୀ ତମକୁ କହିଦଉଛି ଆରମ୍ଭରୁ ଆଜି କଣ କଣ ଆମେ ଦେଖିଛେ। ଆମେ ଆଜି ଦେଖିଲେ, ପ୍ରଥମେ ଦେଖିଲେ ଆମେ ସାଇକେଲ ଅଫ କମ୍ୟୁନିକେସନ। କମ୍ୟୁନିକେସନ ର ସାଇକେଲ କଣ? ସେଣ୍ଡର ଆଗ ମେସେଜ ସେଣ୍ଡ କଲା, ମେସେଜ ଗଲା ତମର ଯୋଉଟା ତମେ ବାର୍ତ୍ତା ଦଉଛ। ଏନକୋଡିଂ ହେଲା ସଂକେତ ହିସାବରେ କି ୱାର୍ଡସ ହଉ, ସିମ୍ବଲସ ହଉ, ଗେଷ୍ଟର୍ସ ହଉ ଅର ସିଗ୍ନାଲସ ହଉ ଥ୍ରୁ ତମେ ଏନକୋଡ କଲ କଥାଟାକୁ। ଚ୍ୟାନେଲ ବା ମିଡିୟମ ଥ୍ରୁରେ କଥାଟା ତମର ଗଲା, ଯୋଉ ମାଧ୍ୟମ ଦେଇକି ତମେ କଥାଟାକୁ ବାର୍ତ୍ତାଟାକୁ ପ୍ରେରଣ କଲ। the method used to send the message, example ରେ ତମର ସ୍ପିଚ ରେ ହଉ, ରାଇଟିଂ ରେ ହଉ, ଫୋନ ରେ ହଉ, ମେଲ ରେ ହଉ, ହ୍ୱାଟସଆପ ରେ ହଉ, ଯୋଉ ଚ୍ୟାନେଲ ଦେଇକି ତମେ ଗଲ ତାକୁ ତମେ ମିଡିୟମ କହିଲ। ରିସିଭର ମାନେ ଯୋଉ ପର୍ସନ ଯିଏ ରିସିଭ କଲା, ଇଣ୍ଟରପ୍ରିଟ କଲା ତମ ମେସେଜ କୁ, ସିଏ ହେଲା ତମର ରିସିଭର। ଡିକୋଡିଂ ମାନେ ଯିଏ ରିସିଭର ଇଣ୍ଟରପ୍ରିଟ କଲା କି ଅଣ୍ଡରଷ୍ଟାଣ୍ଡ କଲା ତମ ମେସେଜ କୁ, ସିଏ ହେଲା ଡିକୋଡ କଲା ତମ କଥାକୁ। ଫିଡବ୍ୟାକ ହେଲା ପ୍ରତିକ୍ରିୟା, ଯାହା ରେସ୍ପନ୍ସ ଦେଲା ସେଣ୍ଡର। ଓକେ, ୱେଦର ସେ ମେସେଜ ଟା ବୁଝିଛି ନା ବୁଝିନି, ସେ ସବୁ ଜିନିଷ ତମର ଫିଡବ୍ୟାକ ରେ ଗଲା। ନଏଜ ବା ବ୍ୟାରିୟର ଆମେ ଦେଖିଲେ, ଏନି ଡିଷ୍ଟରବାନ୍ସେସ ଯୋଉଟା କି ଆଫେକ୍ଟ କରୁଛି ଆମର ଫ୍ଲୋ ଅଫ କମ୍ୟୁନିକେସନ କୁ, that will be called our noise or barrier. Okay, then cycle of communication ଆମେ ସରିଲା ପରେ ଆମେ ଦେଖିଲେ, ନେକ୍ସଟ ଦେଖିଲେ ବ୍ୟାରିୟର ରେ। ବ୍ୟାରିୟର ରେ ଆମେ ପାଞ୍ଚ ପ୍ରକାର ବ୍ୟାରିୟର ଦେଖିଲେ। ଗୋଟେ ହେଲା ଫିଜିକାଲ ବ୍ୟାରିୟର, ସାଇକୋଲୋଜିକାଲ ବ୍ୟାରିୟର, ଲାଙ୍ଗୁଏଜ ବ୍ୟାରିୟର, ବ୍ୟାକଗ୍ରାଉଣ୍ଡ ବ୍ୟାରିୟର, ଅର୍ଗାନାଇଜେସନାଲ ବ୍ୟାରିୟର। ବ୍ୟାରିୟର ଫିଜିକାଲ ବ୍ୟାରିୟର ରେ ତମର ନଏଜ ଗଲା, ଡିଷ୍ଟାନ୍ସ ଗଲା, ଫଲ୍ଟି ଇକ୍ୱିପମେଣ୍ଟ ଗଲା, ପୁଅର ଲାଇଟିଂ ଆଉ ପୁଅର ଭେଣ୍ଟିଲେସନ ହେଲା, ଏ ସବୁ ଫିଜିକାଲି ତମକୁ ବାଧା ଦେଲା। ସାଇକୋଲୋଜିକାଲ ବ୍ୟାରିୟରରେ, ମାନସିକ ବ୍ୟାରିୟର ତମର ଷ୍ଟ୍ରେସ୍, ଏଂଜାଇଟି, ଆଙ୍ଗର, ଲ୍ୟାକ୍ ଅଫ୍ ଆଟେନସନ, ନେଗେଟିଭ ଆଟିଟ୍ୟୁଡ, ଲୋ କନଫିଡେନ୍ସ, ଏ ସବୁ ଜିନିଷ ସାଇକୋଲୋଜିକାଲି ତମକୁ ବ୍ୟାରିୟର ଦେଲା। ଲାଙ୍ଗୁଏଜ ବ୍ୟାରିୟରରେ ତମର ୟୁଜ ଅଫ କମ୍ପ୍ଲେକ୍ସ ୱାର୍ଡ ହଉ, ପୁଅର ଗ୍ରାମର ହଉ, ଡିଫରେଣ୍ଟ ଆନସେଣ୍ଟ ହଉ, ବିଭିନ୍ନ ଆନସେଣ୍ଟ ରେ ଆମେ ଅନଗୁଳିଆ ଆନସେଣ୍ଟ ରେ କିଏ କହୁଛି ଅନଗୁଳିଆ, ବ୍ରହ୍ମପୁରୀ ଲୋକ ତାକୁ ବୁଝିପାରିବେନି, ଏମାନେ ହେରା କିରା ଏମିତି ସବୁ ଅନଗୁଳିଆ କଥା କହିବେ ହେଲା। କିସ କେନେ ଏ ସବୁ କହିବେ ବାଲେଶ୍ୱରିଆ ଲୋକ କହିବେ। ତ ଏଇ ସବୁ ଲାଙ୍ଗୁଏଜ ଡିଫରେଣ୍ଟ ଆସେଣ୍ଟ ଆମର ରହୁଛି, ତାକୁ ବୁଝିପାରିବାଟା ବି ସମ୍ଭବ ନୁହଁ ସମସ୍ତଙ୍କ ପ୍ରତି। ମିସ୍ ପ୍ରନାଉନ୍ସିଏସନ ହେଲା, ଯଦି ମିସ୍ ପ୍ରନାଉନ୍ସିଏସନ କିଏ କଲା, ସେଟା ବି ତମକୁ ଲାଙ୍ଗୁଏଜ ବୁଝିବାରେ ପ୍ରୋବ୍ଲେମ କରେଇବ। ଓକେ, ସେମାଣ୍ଟିକ ବ୍ୟାରିୟର ଅଛି, ମଲ୍ଟିପଲ ମିନିଂ ହେଲା ଗୋଟେ ଜିନିଷର, ସିମ୍ବଲ ଗେସ୍ଚର ଭୁଲ ଦିଆ ହେଲା, ଟେକ୍ନିକାଲ ଜାର୍ଗନ ରହିଲା, ଏଇ ସବୁ ଜିନିଷ ସେମାଣ୍ଟିକ ବ୍ୟାରିୟର କୁହନ୍ତି ତାକୁ ମଧ୍ୟ। ବ୍ୟାକଗ୍ରାଉଣ୍ଡ ବ୍ୟାରିୟର ଆସିଲା ତମର କଣ, ଅର୍ଗାନାଇଜେସନାଲ ବ୍ୟାରିୟର ହଉ, ବ୍ୟାକଗ୍ରାଉଣ୍ଡ ବ୍ୟାରିୟର ହଉ, ଡିଫରେଣ୍ଟ ଡ୍ରେସିଂ ଷ୍ଟାଇଲ, କଲଚରାଲ ବ୍ୟାରିୟର ଆସିଲା, ରିଲିଜିୟସ ପ୍ରାକ୍ଟିସେସ, ସୋସିଆଲ ନର୍ମସ ଆସିଲା, ଡିଫରେଣ୍ଟ କମ୍ୟୁନିକେସନ ଷ୍ଟାଇଲସ ଆସିଲା,
ये सब कल्चरली तुमको बाधा दउची। ऑर्गेनाइजेशन बैरियर कोन, लॉन्ग चेन ऑफ कमांड हैला, रिजिड रूल किछ हैला, बेसी डिसिप्लिन स्ट्रिक्ट रूल करा हला, लैक ऑफ प्रॉपर कम्युनिकेशन चैनल हैला, हियरार्की प्रॉब्लम आसिला, ए सब जिंस ऑर्गेनाइजेशनल बैरियर रे जाय। तो बैरियर सरला परे हमें देखिले कॉन्सेप्ट ऑफ आईसीटी। आईसीटी माने कोन, आईसीटी माने हैला आईटी प्लस सिटी इक्वल टू योर आईसीटी। ओके, आईटी और सिटी मिसी गले इज इक्वल टू योर आईसीटी। आईटी कंबाइन करी इंफॉर्मेशन टेक्नोलॉजी, आईटी रो फुल फॉर्म कोन बिले इंफॉर्मेशन टेक्नोलॉजी, सिटी हैला तमरा कम्युनिकेशन टेक्नोलॉजी। टू मेक कम्युनिकेशन फास्टर, इजियर, मोर इफेक्टिव तमरा सिटी दरकार। तो आईटी और सिटी मिसी गले हे गले आईसीटी। तार पॉइंट्स कोन, की पॉइंट्स कोन, विभिन्न डिवाइसेस यूज करछो, टैब्स, कंप्यूटर, लैपटॉप्स, मोबाइल फोन, ये सब जिंस कोन आईसीटी रो इलेक्ट्रॉनिक डिवाइसेस गुडा को। विभिन्न सॉफ्टवेयर टूल यूज करछो, एमएस ऑफिस, इंटरनेट, ईमेल, मल्टीमीडिया, ये सब तमर कोन सॉफ्टवेयर टूल रहिला। विभिन्न स्टोरिंग प्रोसेसिंग जिंस यूज करछो, ये सब आईसीटी रो की पॉइंट्स गुडा पिले। तार धारणा विशेषता कोन, ये सब जिंस को पाठ आकार जेमती तमे पाठटा पढुछ, तमरो चैनल जेमती आईसीटी सपोर्ट करे तमरो कम्युनिकेशन को थ्रू ऑडियो रे, थ्रू वीडियो, थ्रू टेक्स्ट, थ्रू मेसेजेस, थ्रू डिजिटल नेटवर्क्स, ए सब जिंस रे तमरो आईसीटी तुमको सपोर्ट कला। ओके, देन देखिले हमें नीड ऑफ आईसीटी रे इम्प्रूव टीचिंग लर्निंग पे तुमको दरकार अछि आईसीटी, इन्फॉर्मेशन जानिबा पे तुमको दरकार अछि आईसीटी, कम्युनिकेशन एनहांस करिबा पे तुमको दरकार अछि आईसीटी, क्लासरूम मैनेजमेंट भलो भाबरे एनहांस करिबा पे तुमको दरकार अछि आईसीटी, सेल्फ लर्निंग निजे पढ़िबा पे दरकार तुमको आईसीटी, स्किल डेवलपमेंट पे दरकार तुमको आईसीटी, डिस्टेंस ऑनलाइन लर्निंग पे भी तुमको दरकार आईसीटी। एबे कोन तुम डिस्टेंस रे पाठ पढुछो तो तुमको ऑनलाइन लर्निंग तुमको दरकार, ऑनलाइन रे तुम पढ़िबा दरकार, तो तुमको डिस्टेंस ऑनलाइन लर्निंग हैला टाइम सेव कला। ये ग्लोबल कनेक्टिविटी, विभिन्न वर्ल्ड वाइड विभिन्न जगह तुम ग्लोबली कनेक्ट हेकि रहिलो। ओके, तार आवश्यकता कोन, नीड रे हमें देखिले आमे टीचर को कोन फैसिलिटी, बेनिफिट्स फॉर टीचर, बेनिफिट्स फॉर स्टूडेंट्स, बेनिफिट्स फॉर पेरेंट्स भलो भाबरे तुमको बुझे देली। तमरो टीचर पई कोन, शिक्षक पई कोन लाभ रहउची, भलो भाबरे प्रभावशाली करूची पाठ पढ़ा को, ऑनलाइन माध्यम रे सहजरे से पढ़ी पारुची, ऑनलाइन क्लास जे कोनसी जगह रो हमें पढ़ी पारुचे हैला, प्रोफेशनली हमें ग्रोथ करूचे। छात्र छात्री को पई लाभ कोन, वीडियो एनिमेशन निज गति रे निज निज पेस रे से पढ़ी पारले, डिजिटल दक्षता, डिजिटल स्किल इम्प्रूव होला। ओके, अभिभावक माने कोन सहजरे मेसेज हो, व्हाट्सएप हो, ईमेल हो, जहाँ इजिली कम्युनिकेट करि परिले टीचर्स मानक सहित, होमवर्क, क्लास नोट ई सब भल भाबरे जांच करि परिले, परीक्षार सूचना, परीक्षा केबे हबो, कोन कार्यक्रम रहइबो, ए सब रे अपडेट मध्ये पाई परिले। निज छुआ पाई से बेसी भल भाबरे सेठी भाग नै परिले, भल भाबरे पिला को बुझी पारले, पिलार इन्वॉल्वमेंट विषय से जानि पारले, चाइल्ड एजुकेशन ऊपर से जानि पारले।